ମୁଁ ଓମ୍ ପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ଏମଆର ଷ୍ଟଡି ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ଆଗାମୀ ପରୀକ୍ଷା ପାଇଁ ଆପଣଙ୍କ ପ୍ରିପାରେସନ ଭଲ ଭାବରେ ଚାଲିଥିବ। ଡିଏଲଇଡି 2026 ବା ଯୋଉ ସିଟି ଏକ୍ସାମ 2026 ଆପଣ ଦେବାକୁ ଯାଉଛନ୍ତି, ଏ ଭିଡିଓଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ଏ ଭିଡିଓରେ ମୁଁ ଆପଣଙ୍କର ଯୋଉ ସିଲାବସରେ ଥିବା ଆର୍ଥ ଆଣ୍ଡ ଇଟ୍ସ ଷ୍ଟ୍ରକ୍ଚରର ଟୋଟାଲ 30ଟି ଏମସିକ୍ୟୁ ପ୍ରାକ୍ଟିସ କରିବେ। ଯୋଉ 30ଟି ଏମସିକ୍ୟୁ ରେ ଟୋଟାଲ ଆପଣଙ୍କର ଯେତିକି ଟପିକ ଗୁଡାକ ଅଛି ଏଣ୍ଡ ଇଟ୍ସ ଯୋଉ ଆର୍ଥ ଆଣ୍ଡ ଇଟ୍ସ ଷ୍ଟ୍ରକ୍ଚରରେ ସବୁ ଗୁଡାକ କଭର ହେଇଯିବ। ସବୁ କନସେପ୍ଟକୁ ये प्रीवियस ईयर क्वेश्चन को बेस्ट कर क्वेश्चन बनेଇଛି। ତେଣୁ ଗୋଟିଏ ଭିଡିଓ ଦେଖିବା ଦ୍ୱାରା ଆପଣଙ୍କୁ ଏଇ ଟପିକରେ ଯେତେ ସବୁ ଡାଉଟ ଅଛି ସବୁ କ୍ଲିୟର ହେଇପାରିବ। ଆଉ ଭିଡିଓ ଆପଣଙ୍କୁ ଦେଖିବା ଦରକାର ନାହିଁ। ଭିଡିଓ ଆପଣ ଫୁଲ ଦେଖନ୍ତୁ। ଯଦି ଭିଡିଓ ଆପଣଙ୍କୁ ଭଲ ଲାଗିଲା ଭିଡିଓ ଗୋଟେ ଲାଇକ୍ କରିଦେବେ। ଆଉ ଯଦି ଚ୍ୟାନେଲରେ ପ୍ରଥମ ଥର ପାଇଁ ଆସୁଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ କରି ପାଖରେ ବେଲ ଆଇକନଟିକୁ ଅଲରେ ସେଟ୍ କରିଦେବେ। ଯାହା ଫଳରେ କି ଏଇ ଆମର ଡିଏଲଇଡି ଏଣ୍ଟ୍ରାନ୍ସ ପାଇଁ ଆପଣ ଯାହା ବି ଭିଡିଓ ମୁଁ ଅପଲୋଡ କରୁଛି ଆପଣଙ୍କ ପାଖରେ ପହଞ୍ଚି ପାରିବ। ଆଉ ଭିଡିଓଟି କେମିତି ଲାଗିଲା ପରିଶେଷରେ କମେଣ୍ଟ ସେକ୍ସନରେ ମୋତେ ଜଣାଇବେ। ଦେଖିବେ କ୍वेଶ୍ଚନ କଣ ଅଛି। ଫାର୍ଷ୍ଟ କ୍वेଶ୍ଚନଟି ଅଛି which is the topmost and thinnest layer of the earth? ପୃଥିବୀର ସବୁଠାରୁ ଉପରସ୍ଥ ଏବଂ ପତଳା ସ୍ତରଟି କୋଉଠି? ଅପସନ କଣ ଦେଲା? ଭୂତ୍ୱକ ବା କ୍ରଷ୍ଟ, ମାଣ୍ଟାଲ, ତାପରେ ଦେଲା ଅପସନ ନମ୍ବର ସି ହଉଛି ବାହ୍ୟକର ବା ଆଉଟକୋର, ଅପସନ ନମ୍ବର ଡି ହେଲା ଅନ୍ତକୋର ବା ଇନର କୋର ଯୋଉଟା କୁହାଯାଏ ହେଲା। ତେଣୁ ଆମର ଯୋଉ ଆର୍ଥର ସବୁଠୁ ଟପ ମୋଷ୍ଟ ବା ଉପରିସ୍ଥ ଆଉ ପତଳା ସ୍ତରଟି କୋଉଟା ହବ ସଠିକ ଉତ୍ତର ଅପସନ ନମ୍ବର ଏ ଯେଟା କି ଭୂତ୍ୱକ ହେଲା। ଭୂତକ ବା କ୍ରଷ୍ଟ ହଉଛି ସବୁଠୁ କଣ ନା ଆଉଟର ମୋଷ୍ଟ ସଲିଡ ସେଲ ଯୋଉଟା କି କଣ କରୁଛି ଲେସ୍ ଦେନ୍ 1% ଅଫ ଇଟ୍ସ ଭଲ୍ୟୁମ ହେଲା। ଯଦି କ୍ୱେଶ୍ଚନ ପଚାରେ ଯେ ଆପଣଙ୍କର ଆର୍ଥର କୋଉ ସ୍ତରଟା 1% ରୁ କମ ପର୍ଯ୍ୟନ୍ତ ରହିଛି ଆନ୍ସର ହବ କଣ କ୍ରଷ୍ଟ। ଆଉ ମଣ୍ଟାଲ କଣ ଅଛି ତା ତଳକୁ ଅଛି ଲାଇଜ ବିଲୋ ଦ କ୍ରଷ୍ଟ ଏକ୍ସଟେଣ୍ଡେଡ ଡାଉନ 2900 କିଲୋମିଟର ହେଲା। ତେଣୁ ଏଠି ଆପଣ ଯଦି କ୍ୱେଶ୍ଚନ ପଚାରେ ଯେ ମଣ୍ଟାଲ ଟା କେତେ କିଲୋମିଟର ପର୍ଯ୍ୟନ୍ତ ଭିତରକୁ ରହିଛି, ଯେହେତୁ କ୍ରଷ୍ଟ ପ୍ରଥମ ରହିଲା ତା ତଳକୁ କଣ ମଣ୍ଟାଲ ରହିଲା। ମଣ୍ଟାଲର ଆମର ଦୈର୍ଘ୍ୟ କେତେ ନା 2900 କିଲୋମିଟର ବା 2900 କିଲୋମିଟର। ଆଉ ଇଏ ଯେମିତି କହିଲେ କଣ କ୍ରଷ୍ଟ ହଉଛି ପୃଥିବୀର ଯେତିକି ଭଲ୍ୟୁମର 1% ଯଦି ଅକୁପାଇ କରୁଛି ବା 1% ଅଛି, ତାହେଲେ ଆମର ଏଇ ଯୋଉ ମଣ୍ଟାଲଟା ବା ତା ତଳେ ଯୋଉ ଅଛି ମେଣ୍ଟାଲଟା କେତେ ନା 84% ଟୋଟାଲ ଆମର ଆର୍ଥର ଭଲ୍ୟୁମର ରହିଛି। ମନେ ରହିବ 1% ହଉଛି କ୍ରଷ୍ଟ, ଉପରେ ଯୋଉଟା ରହିଲେ ସେଟା କ୍ରଷ୍ଟ, ସେଟାକୁ 1% ଅଛି। ତା ତଳକୁ ଯୋଉ ମଣ୍ଟାଲ ରହିଲା ଏଟା 84% ରହିଛି। ଇମ୍ପୋର୍ଟାଣ୍ଟ ଗୁଡାକ ଯେଟା କହିଦଉଛି ଇମ୍ପୋର୍ଟାଣ୍ଟ ପଏଣ୍ଟ ତଳେ ଲେଖା ହେଇଛି। ତାପରେ ଆଉଟର କୋର ରହିଲା ସେଠି କଣ ଅଛି ଏଟା ହଉଛି କଣ ଲିକ୍ୱିଡ ଲେୟାର ହେଲା। ମନେ ରଖିଥିବେ କ୍ୱେଶ୍ଚନ ପଚାରେ ଯେ ଆଉଟର କୋର ଯୋଉଟା ଅଛି କୋର ଜାଣିଛନ୍ତି ତଳେ ରହିଥାଏ, କିନ୍ତୁ ତା ଭିତରେ ଆଉଟର କୋର ଥାଏ ଗୋଟେ ଇନର କୋର ଥାଏ। ଆଉଟର କୋରଟା କଣ ଥାଏ ନା ଲିକ୍ୱିଡ ଲେୟାରଟା ଥାଏ କମ୍ପୋଜ୍ଡ ଅଫ ଆଇରନ୍ ଆଣ୍ଡ ନିକେଲ ହେଲା। ଆଇରନ୍ ଆଉ ନିକେଲ ରେ ଏଟା ତିଆରି ହେଇଥାଏ। ତାପରେ ଯୋଉ ଇନର କୋର ଯଦି ଆସିବ ସେଟା ହଉଛି କଣ ଥାଏ ନା ସଲିଡ ରେ ଥାଏ ହେଲା। ଭିତରେ ସବୁଠୁ ସଲିଡ ଥାଏ, ଏକ୍ସେପସନ ଅଛି ଭିତରଟା ସଲିଡ ଥାଏ ଉପରଟା ଲିକ୍ୱିଡ ରେ ଥାଏ। ଆଉ ସବୁଠୁ ଡେନ୍ସ ହଉଛି ଆମର ଯୋଉ ଯେତିକି ଲେୟାର ରହିଲା ସେଇଠି ସବୁଠୁ ଡେନ୍ସ ବା କଣ କୁହାଯାଏ ସେଟା ଡେନ୍ସ ଅର୍ଥ ହଉଛି କଣ ନା ତାର ଡେନ୍ସିଟି ଅଧିକା ସବୁଠୁ ବହଳିଆ ଯେଟା କୁହାଯାଏ ହେଲା। ଏକ୍ସଟ୍ରିମ ପ୍ରେସର ଅଧିକା ରହିଛି କୋଉଠି ଇନର କୋରରେ। ତେଣୁ ଏତିକି ଆପଣ କ୍ଲିୟର ହେଇଯିବ ଟୋଟାଲ ଆପଣ ଯେତିକି ରହିଲା ଲେୟାର ହେଲା। ଆଉ କିଛି ଡାଉଟ ହବନି। ପରବର୍ତ୍ତୀ ପ୍ରଶ୍ନ ଅଛି କଣ ଦେଖିବା ହେଲା। ପରବର୍ତ୍ତୀ ପ୍ରଶ୍ନ ଅଛି କଣ ଦା କଣ୍ଟିନେଣ୍ଟାଲ କ୍ରଷ୍ଟ ଇଜ ମେଜରଲି କମ୍ପୋଜ୍ଡ ଅଫ ହ୍ୱିଚ୍ ମେଟେରିଆଲ ହେଲା। ମହାଦେଶୀୟ ଭୂତ୍ୱକ ମୁଖ୍ୟତଃ କେଉଁ ଖଣିଜ ପଦାର୍ଥ ଦ୍ୱାରା ଗଠିତ? ଅପସନ କଣ ଦେଇଛି ସିଲିକା ଏବଂ ମ୍ୟାଗ୍ନେସିୟମ, ସିଲିକା ଏବଂ ଆଲୁମିନା, ଲୁହା ଏବଂ ନିକେଲ, ନା ହଉଛି ମ୍ୟାଗ୍ନେସିୟମ ଏବଂ ଲୁହା। ତେଣୁ ସଠିକ ଉତ୍ତର କଣ ହବ ଯେ ଆମେ ପଢିଲୁ କ୍ରଷ୍ଟ କେତେ କଣ ଲେୟାର ହେଲା, ଏବେ ହଉଛି କଣ କ୍ରଷ୍ଟ କୋଉ ମିନେରାଲରୁ ତିଆରି। ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ବି ଯେଟା କଣ ଦେଲା ଆଲୁମିନା ଆଉ ସିଲିକା ହେଲା। ତାକୁ କଣ କୁହାଯାଏ ସର୍ଟରେ ସିଆଲ ବୋଲି କୁହାଯାଏ ହେଲା। କ୍ରଷ୍ଟ ଟାକୁ କଣ କୁହାଯାଏ ସିଆଲ। ଯେଟା ଦେଇଛି ସିଲିକା ଆଉ ଆଲୁମିନାକୁ ସିଆଲ କୁହାଯାଏ, ଯୋଉଟା କି ଆମର କ୍ରଷ୍ଟ ରହିଛି এটা ସବୁଠୁ କଣ ଲାଇଟର ଡେନ୍ସିଟି ହେଲା, ମାନେ ସେଠି କମ ପରିମାଣରେ ଥାଏ। ଆଉ ନେକ୍ସଟ ହେଲା କଣ ସୀମା ହେଲା। ସିଲିକା ଆଉ ମ୍ୟାଗ୍ନେସିୟମ ଏଟା କଣ କୋଉଠି ରହୁଛି ନା ଅସେନିକ କ୍ରଷ୍ଟ ହେଲା, ଯେଟା କି ପ୍ରଥମ କଥା ହଉଛି କିଛି ଅସେନ ଉପରେ ବି ତ ଆମର ଲେୟାର ଗୁଡାକ ରହିଛି ନା। ତେଣୁ ଯେତେବେଳେ ଅସେନ କଥା କହିବା ଅସେନ ରେ କଣ ରହିଥାଏ ନା ସୀମା ରହିଥାଏ, ସିଲିକା ଆଉ ମ୍ୟାଗ୍ନେସିୟମ ରହିଥାଏ। କଣ୍ଟିନେଣ୍ଟାଲ କହିଲେ କଣ ଯୋଉ ମହାଦେଶୀୟ ହେଲା। ମହାଦେଶୀୟ ଯୋଉ ଗୁଡାକ ରହିଲା ପୃଥିବୀ ତ ସବୁଆଡେ ଅଛି। ଧର ଏଇଠି ଗୋଟେ ସାଗର ଅଛି, ଏଇଠି ଗୋଟେ କଣ ଆମର ଲ୍ୟାଣ୍ଡ ଅଛି। ତେଣୁ ଲ୍ୟାଣ୍ଡ ଯେତେବେଳେ ଆସିବ ସେଠି ସିଆଲ ରହିବ, ମନେ କରିବେ ସିଆଲ। ଆଉ ଯେତେବେଳେ ଆମର କଣ ଆସିବ ସାଗର ଆସିବ ବା ଓସେନ ଗୁଡାକ ଆସିବ ସେଇ କଣ ଆସିବ ନା ସୀମା। ଏଟା ହଉଛି କଣ ଡେନ୍ସ ହେଲା, ଡେନ୍ସର ଦେନ୍ ସିଆଲ। ଏଟା ହଉଛି ଅଧିକ ବହଳିଆ ଆମର ସିଆଲ ପାଖରୁ ହେଲା। ଏଟା ସର୍ଟ କ୍ୱେଶ୍ଚନ ଟା ବେଳେ ବେଳେ ପଚାରି ଦିଏ ଯେ ଆମର ସିଆଲ ଆଉ ସୀମା ଭିତରୁ ଡେନ୍ସର କିଏ ବା ଆମର ବହଳିଆ କିଏ, ମନେ ହଉଛି ସୀମା ହଉଛି ବା ଯେଟା ଆମର କଣ ଥାଏ ନା ଅସେନିକ କ୍ରଷ୍ଟ ଯୋଉଟା ଥାଏ ସେଠି ସେଟା ଅଧିକ ଡେନ୍ସ ଥାଏ। ତାପରେ ଆମେ ନେକ୍ସଟ ହେଲା କଣ ନିକେଲ ଆଉ ଯୋଉ ଆଇରନ୍ ବା ନିଫେ ହେଲା। ନିଫେ ନିକେଲ ହଉଛି କଣ ନିକେଲ ର ଆଉ ଆଇରନ୍ ପାଇଁ ଫେ ମାନେ ଏଟା ପ୍ରତୀକ ଆକାରରେ ନିଆଯାଇଛି ଫେରସ କୁହାଯାଏ ହେଲା। ତେଣୁ ଏଟା ହଉଛି କଣ କୋର ରେ ଥାଏ ହେଲା। ଏଟା ଯୋଉ ବାରେସ ପିଅର ଯୋଉଠି ଥାଏ ସେଠି ଆମର ନିକେଲ ଆଉ ଫେରସ ଥାଏ। ତାପରେ ଆସିଲା କଣ ମ୍ୟାଗ୍ନେସିୟମ ଆଇରନ୍। ମ୍ୟାଗ୍ନେସିୟମ ଆଇରନ୍ କୋଉଠି ଥାଏ ନା ହଉଛି ପ୍ରିଡୋମିନାଣ୍ଟ ଇନ୍ ମେଣ୍ଟାଲ କୋର। ମେଣ୍ଟାଲ ଯୋଉ କ୍ରଷ୍ଟ ରେ ଦିଟା ରହିଲା ହେଲା। ମେଣ୍ଟାଲ ବେଳକୁ ଆସିବ କଣ ମ୍ୟାଗ୍ନେସିୟମ ଆଇରନ୍ ହେଲା। ଆଉ ନିକେଲ ଫେରସ ଆସିବ ତ କୋର ଭିତରେ। ତେଣୁ ବୁଝିପାରିଲେ ଆମର କଣ୍ଟିନେଣ୍ଟାଲ ପାଇଁ କଣ ରହିଥାଏ, ଓସେନିକ ପାଇଁ କଣ ରହିଥାଏ ଡେନ୍ସ କୋଉଟା ଥାଏ, ଆଉ ଆମର ଯୋଉ ମେଣ୍ଟାଲ ଲେୟାର ପାଇଁ ଆମର ମ୍ୟାଗ୍ନେସିୟମ ଆଇରନ୍ ଥାଏ, ଆଉ ନିକେଲ ଆଉ ଯୋଉ ଆଇରନ୍ ରହିଲା ବା ନିଫେ ରହିଲା ସେଟା ଇନର କୋର ପାଇଁ ଥାଏ ହେଲା। ଆଉ ଡାଉଟ ହବନି କିଛି ଏଇ ଯୋଉ କାହା ଦ୍ୱାରା ତିଆରି। ପରବର୍ତ୍ତୀ କ୍ୱେଶ୍ଚନ କୁ ଯିବା। ହ୍ୱାଟ ଇଜ ଦ ବାଉଣ୍ଡରୀ ବିଟୱିନ୍ ଦ ଆର୍ଥ
କ୍ରଷ୍ଟ ଏଣ୍ଡ ମାଣ୍ଟାଲ କ୍ରଷ୍ଟ ହେଲା ପୃଥିବୀର ଭୂତ୍ୱକ ଏବଂ ମାଣ୍ଟାଲ ମଧ୍ୟରେ ଥିବା ସୀମାକୁ କଣ କୁହାଯାଏ ହେଲା ଏ ଯୋଉ ଆମର କ୍ରଷ୍ଟ ରହିଲା ଆଉ ତା ତଳକୁ ମାଣ୍ଟାଲ ରହିଲା ତା ଭିତରେ ବି କଣ କିଛି ଗ୍ୟାପ୍ ଥାଏ ସେଟାକୁ ଆମେ କଣ କହିବା ଅପସନ କଣ ଦେଇଛି ଗୁଟେନବର୍ଗ ବିଚ୍ଛନ୍ନତା ବା ଆମର ଡିସକଣ୍ଟିନ୍ୟୁଟି ଆଉ ଯେ କନରଡ ବିଚ୍ଛିନ୍ନତା ଆଉ ଯେ ମାହାରଭିଷିକ ବିଚ୍ଛିନ୍ନତା ଆଉ ଯେ ଲେହମାନ ବିଚ୍ଛିନ୍ନତା ହେଲା ତେଣୁ ଏଟା ଡିସକଣ୍ଟିନ୍ୟୁଟି ବହୁତ ପ୍ରକାର ଅଛି ହେଲା ତେଣୁ ଦେଖିଦେବେ କଣ ହବ ଆନ୍ସର ଟା କଣ ହବ ନା ଯେ ଆର୍ଥ ଆଉ ମେଣ୍ଟାଲ ଭିତରେ ଯୋଉ ଡିସକଣ୍ଟିନ୍ୟୁଟି ରହିଛି ବା ସୀମା ରହିଛି ତାକୁ କଣ ବୋଲି କହିବା ଅପସନ ନମ୍ବର ସି ଯେଟା କି ମାହାରିକ ବା ମୋହ ଡିସକଣ୍ଟିନ୍ୟୁଟି କହିବା ବିଚ୍ଛିନ୍ନତା କହିବା ଏବେ ଦେଖିଦେବେ କଣ ସବୁ ରହିଲା ମାହ ଡିସକଣ୍ଟିନ୍ୟୁଟି କାହା ଭିତରେ ରହିଲା ନା 1909 ମସିହାରେ ଆମର କଣ ହେଇଥିଲା ଡିସ୍କଭର ହେଇଥିଲା କାହା କାହା ଭିତରେ ହଉଛି କ୍ରଷ୍ଟ ଆଉ ମାଣ୍ଟାଲ ଫାଷ୍ଟ ଉପରଟା ଆସିବ କଣ କ୍ରଷ୍ଟ ତା ତଳକୁ ମାଣ୍ଟାଲ ତା ତଳକୁ କଣ କୋର ଆସିବ ତେଣୁ ଫାଷ୍ଟ ଯୋଉ କ୍ରଷ୍ଟ ଆଉ ମାଣ୍ଟାଲ ରହେ ତା ଭିତରେ କଣ ମୋହ ମନେ ରଖିଥିବେ ଫାଷ୍ଟ ହଉଛି ମୋହ ତାପରେ ନେକ୍ସଟ ଆସିବ କଣ ଗୁଟେନବର୍ଗ ହେଲା ଗୁଟେନବର୍ଗ ଟା ହଉଛି କଣ ଗୁଟେନବର୍ଗ ଟା ହଉଛି ଆଉଟର କୋର ଆଉ ମାଣ୍ଟାଲ ହେଲା କ୍ରଷ୍ଟ ମାଣ୍ଟାଲ କୋର କୋର ଭିତରେ ବି ଦୁଇଟା ଗୋଟେ ଇନର କୋର ଆଉ ଗୋଟେ ଆଉଟର କୋର ଏଇ ଦିଟା ବି ଆଉଟର କୋର ଆଉ ଯୋଉ ଆମର ମାଣ୍ଟାଲ ଭିତରେ ଅଛି କଣ ଗୁଟେନବର୍ଗ ହେଲା ଫାଷ୍ଟ ହଉଛି ମୋହ ଏମିତି ସିରିୟଲି ମୋହ ଫାଷ୍ଟ ତାପରେ ହଉଛି ଗୁଟେନବର୍ଗ ତାପରେ ହଉଛି କନରାଟ କାହା ଭିତରେ ନା ଲୟର କ୍ରଷ୍ଟ ଆଉ ଯୋଉ ଆମର ଅପର ମୋଷ୍ଟ କ୍ରଷ୍ଟ ଦିଟା କ୍ରଷ୍ଟ ଭିତରେ ତା ହଉଛି ଲହେନମାନ ହଉଛି କଣ ଲାଷ୍ଟ କୁ ସେପାରେଟ ଆଉଟର କୋର ଆଉ ଇନର କୋର ହେଲା ତଳେ ଯୋଉ କହିଥିଲି ଦିଟା କୋର ଥାଏ ଫାଷ୍ଟ ତଳେ ତା ସଲିଡ ଟା ଥାଏ ତା ଉପରକୁ ଲିକ୍ୱିଡ ର ଷ୍ଟେଜ ରେ ଥାଏ ଏଟା ଦିଟା କୋର ପଳେଇଲା ତାପରେ ହେଇଯିବ କଣ ଆମର ମାଣ୍ଟାଲ ତା ଉପରକୁ କୋର ଆସିବ ୟା ଭିତରେ ହଉଛି ମୋହ ଫାଷ୍ଟ ହଉଛି ମୋହ ତାପରେ ହଉଛି ଗୁଟେନବର୍ଗ ତାପରେ ହଉଛି କର୍ନାଟ ଆଉ ଦିଟା ଆଉଟର ଆଉ ଇନର କୋର ଭିତରେ ହଉଛି କଣ ନା ଲେହମାନ ହେଲା ମୋହ ଗୁଟେନବର୍ଗ କର୍ନାଟ ଆଉ ଲେହମାନ ଏମିତି ମନେ ରଖିପାରିବେ ହେଲା ଆଉ ଯଦି ପଚାରେ ଯେ ମୋହ ଡିସକଣ୍ଟିନ୍ୟୁଟି କେବେ ଡିସ୍କଭର ହେଇଥିଲା ନା 1909 ମସିହାରେ ତେଣୁ ଆଉ ଏଇ ଯୋଉ ଡିସକଣ୍ଟିନ୍ୟୁ ଭିତରେ ଆପଣଙ୍କ ଡାଉଟ ରହିବନି ବାସ୍ ମୋହ ଗୁଟେନବର୍ଗ କର୍ନାଟ ଆଉ ହଉଛି ଲେହମାନ ଏମିତି ମନେ ରଖିବେ ସିରିୟଲି ପରବର୍ତ୍ତୀ ପ୍ରଶ୍ନ ଅଛି ହ୍ୱିଚ୍ ଲେୟାର ଅଫ ଦ ଆର୍ଥ ଇଜ ଇନ୍ ଏ କମ୍ପ୍ଲିଟଲି ଲିକ୍ୱିଡ ଷ୍ଟେଟ୍ ପୃଥିବୀର କେଉଁ ସ୍ତରଟି ସମ୍ପୂର୍ଣ୍ଣ ଭାବେ ତରଳ ଅବସ୍ଥାରେ ଅଛି ଅପସନ କରିଦେଲା ଭୂତ୍ୱକଟା ରହିଛି ନା ଆସ୍ତନସ୍ପିୟର ନା ଅନ୍ତଃକୋର ନା ବାହ୍ୟକୋର ହେଲା କୋଉଟା ଆମର ଯୋଉ ଆର୍ଥରେ କମ୍ପୋଜିସନ ଲିକ୍ୱିଡ ଷ୍ଟେଟ ରେ ଅଛି ସଠିକ ଉତ୍ତର ହେବ ଅପସନ ନମ୍ବର ଡି ଯେଟା କଣ କୁହାଯାଏ ନା ବାହ୍ୟକୋର ଟିକେ ଆଗରୁ ଡିସ୍କସନ କରିଥିଲେ ଇନର କୋରଟା କଣ ସଲିଡ ରେ ଥାଏ ଆଉଟର କୋରଟା ସବୁବେଳେ ଲିକ୍ୱିଡ ଷ୍ଟେଟ ରେ ଥାଏ କାହିଁକି ନା ଆଉଟର ଯୋଉ କୋରଟା ରହିଲା ସେଟା ହାଇ ଟେମ୍ପରେଚର ମେଲ୍ଟ ଆଇରନ୍ ଆଉ ନିକେଲ ନିଫେର ତିଆରି ତେଣୁ ଆଇରନ୍ ଆଉ ନିକେଲ ରହିବ କମ୍ପ୍ଲିଟଲି ବିକଜ ଦ ପ୍ରେସର ଇଜ ଦ ଲୋୟର ଦେନ ଦ ଇନର କୋର ହେଲା ଇନର କୋରରେ ଅଧିକ ପ୍ରେସର ଯୋଗୁ ସେଠି କଣ ହେଇଥାଏ ନା ଆମର ସଲିଡ ଷ୍ଟେଟ ଥାଏ ଏଠି କଣ ପ୍ରେସର ମାନେ ଇନର କୋର ଅପେକ୍ଷା ଟିକେ କମ ଥାଏ ତେଣୁ ସେଥିପାଇଁ କିଏ ଆମର ଇଏ ଆମର ଲିକ୍ୱିଡ ଷ୍ଟେଟ ରେ ରହିଥାଏ ଆସ୍ତନସ୍ପିୟର ହଉଛି କଣ ଆସ୍ତନସ୍ପିୟର ହଉଛି କଣ ସେମି ଫ୍ଲୁଇଡ ପ୍ଲାଷ୍ଟିକ ଜୋନ ଇନ ଦ ଅପର ମାଣ୍ଟାଲ ଫାଷ୍ଟ ଯୋଉ ମାଣ୍ଟାଲ ଫାଷ୍ଟ କ୍ରସ ଯିବ ତାପରେ ମାଣ୍ଟାଲ ମଝି ଯୋଉ ଲେୟାର ରହିଲା ସେଥିରେ କଣ ନା ସେମି ଫ୍ଲୁଇଡ ଗୋଟେ ପ୍ଲାଷ୍ଟିକ ଜୋନ ଥାଏ ହେଲା ତେଣୁ ଆମର ସେମି ଫ୍ଲୁଇଡ ପ୍ଲାଷ୍ଟିକ ଜୋନ ଯଦି ପଚାରେ ମେଣ୍ଟାଲ କୋର ସେଟା କଣ କୁହାଯିବ ନା ଆସ୍ତନସ୍ପିୟର କୁହାଯିବ ଯୋଉଠି କି ଆମର କଣ ଏଇ ଯୋଉ ଭୂମିକମ୍ପ ହୁଏ ଆକୁ ପଡିବ ଭୂମିକମ୍ପରେ ସେମିତି କ୍ୱେଶ୍ଚନ ଅଛି ହେଲା ତାପରେ ଆସିବ ଇନର କୋରଟା କଣ ସଲିଡ ଷ୍ଟେଟ ରେ ଥାଏ ମାନେ କଣ ପାଇଁ ଥାଏ ନା ଇଣ୍ଟେନ୍ସ ଗ୍ରାଭିଟେସନାଲ ପ୍ରେସର ବହୁତ ଅଧିକା ପ୍ରେସର ଥିବା ଯୋଗୁଁ ସେଟା ସଲିଡ ଷ୍ଟେଟ ମାନେ ଯଦି ପ୍ରେସର ବଢିଯିବ ତାହେଲେ କଣ ସଲିଡ ଷ୍ଟେଟ କୁ ଆସିଯିବ ଯେଟା କି ଆମର କଣ ହେଲା ଇନର କୋରରେ ହେଲା କିନ୍ତୁ ଏଇ ଯୋଉ ଆଉଟର କୋରରେ କଣ ପାଇଁ ଲିକ୍ୱିଡ ହେଲା ଯେହେତୁ ସେଠି ପ୍ରେସର ଟିକେ ଆଉ ଇନର କୋର ଅପେକ୍ଷା କମ ଅଛି ତାପରେ ଯଦି କ୍ରଷ୍ଟ କଥା ଦେଖିବା କ୍ରଷ୍ଟ ହଉଛି କମ୍ପ୍ଲିଟଲି ସଲିଡ ଆଉ ରକ୍ ଆଉଟର ମୋଷ୍ଟ ସେଲ୍ ରକି ମାନେ ପୁରା ପଥରରେ ତିଆରି ଯୋଉ ଉପରଟା ପୃଥିବୀର ଉପର ସ୍ତରଟା କଣ ପୁରା ପୁରି ସଲିଡ ରେ ଥାଏ ଆଉ ପଥରରେ ବହୁତ ପ୍ରକାର ପଥର ଗୁଡାକ ଥାଏ ତେଣୁ ସେଇଥିରେ ତିଆରି ଆମର କ୍ରଷ୍ଟ ତେଣୁ ଯଦି ଲିକ୍ୱିଡ କଥା ପଚାରେ ଲିକ୍ୱିଡ ଷ୍ଟେଟ କୋଉଟା ଥାଏ ନା ହଉଛି ଆଉଟର କୋର ଯଦି ପଚାରେ ଇନର କୋରଟା କୋଉ ଷ୍ଟେଟ ରେ ନା ହଉଛି ପୁରା ସଲିଡ ରେ ତିଆରି କାରଣ ଗ୍ରାଭିଟେସନାଲ ପ୍ରେସରଟା ସବୁଠୁ ଅଧିକା ଥାଏ ଇନର କୋର ଭିତରେ ପରବର୍ତ୍ତୀ ପ୍ରଶ୍ନ ଅଛି ଆସ୍ଥନୋସ୍ଫିୟର ଇଜ ଲୋକେଟେଡ ୱିଦିନ ହ୍ୱିଚ୍ ଲେୟାର ବା ଆସ୍ଥନୋସ୍ଫିୟର କୋଉ ସ୍ତର ମଧ୍ୟରେ ଦେଖାଯାଏ ଟିକେ ଡିସ୍କସନ କଲେ ସେଟା ଦେଖିଦେବେ ଅପସନ କଣ ଦେଇଛି ଉପର ମାଣ୍ଟାଲ ଭିତରେ ନିମ୍ନ ଭୂତ୍ୱକରେ ନା ବାହ୍ୟ କୋରରେ ନା ନିମ୍ନ ମାଣ୍ଟାଲରେ ହେଲା ଆସ୍ଥନୋସ୍ଫିୟର କୋଉଠି ଦେଖାଯାଏ ସଠିକ ଉତ୍ତର ଅପସନ ନମ୍ବର ଉପର ମାଣ୍ଟାଲରେ ହେଲା ତେଣୁ ଉପର ମାଣ୍ଟାଲରେ କଣ ଦେଖାଯାଏ କଣ୍ଟେଷ୍ଟ ଦ ଡକ୍ଟାଇଲ ଆସ୍ଥନୋସ୍ଫିୟର ଯୋଉଟା କି 100 ରୁ 400 କିଲୋମିଟର ଡିପ୍ ହେଲା ଆସ୍ଥନୋସ୍ଫିୟର ଯଦି ପଚାରେ ଯେ କେତେ ତାର ଦୂରତା ପର୍ଯ୍ୟନ୍ତ ପୃଥିବୀରେ ରହିଛି ଆନ୍ସର କଣ ହବ ନା 100 ରୁ 400 କିଲୋମିଟର ଡିପ୍ ପର୍ଯ୍ୟନ୍ତ ରହିଛି ଆଉ ଯୋଉ ହଉଛି ଟାକ୍ଟୋନିକ ପ୍ଲେଟ ଫ୍ଲୋଟ ଆଉ ସେଟା କୋଉଥିରୁ ତିଆରି ନା ଟାକ୍ଟୋନିକ ପ୍ଲେଟ ରୁ ତିଆରି ହେଲା ମନେ ରଖିଥିବେ ଆମର ଯଦି କ୍ୱେଶ୍ଚନ ପଚାରେ ଯେ ଏଇ ଯୋଉ ଆମର ଆସ୍ଥନୋସ୍ଫିୟର ବା ଅପର ମଣ୍ଟାଲଟା ଯୋଉଟା ଅଛି ସେଟା କୋଉ ପ୍ଲେଟ ରୁ ତିଆରି ନା ହଉଛି ଟେକ୍ଟୋନିକ ପ୍ଲେଟ ତିଆରି ଆଉ ଲୋୟର କୋଷ୍ଟ ଯୋଉଟା ରହିଲା କ୍ରଷ୍ଟ ଯୋଉ ଉପରେ ଆଉ ଉପରଟା ହବ କଣ ଆମର ଉପର ସ୍କୋର ଆଉ କ୍ରଷ୍ଟ ଆଉ ତଳଟା ଯୋଉ ଲୋୟର କ୍ରଷ୍ଟ ହେଲା ଲୋୟର କ୍ରଷ୍ଟ ଟା କୋଉଥିରେ ତିଆରି ନା ସଲିଡ ରକ୍ ଏବଭ ଦ ମୋହଟା କଣ ଡିସକଣ୍ଟିନ୍ୟୁଟି କହିଥିଲି ଯେ ଆମର କ୍ରଷ୍ଟ ଆଉ ମାଣ୍ଟାଲ ଭିତରେ ରହିଛି ତା ଉପରକୁ ଟିକେ ଥାଏ ଆଉ ତାପରେ ଲୋୟର ମାଣ୍ଟାଲ ଯୋଉ ରହିଲା ସେଟା କଣ ସଲିଡ ରିଜିଡ ରିଜନ ଏକ୍ସଟେଣ୍ଡେଡ ଡାଉନ ଟୁ ଦ କୋର ହେଲା ତଳକୁ ରହିବ ଆଉ ତାର ଆଉଟର କୋରଟା ହେଲା କଣ ନା ଡିପ ଲିକ୍ୱିଡ ଲେୟାର ଏଟା ତ ଡିସ୍କସନ କରିଦେଇଛି ଆଉଟର ଲେୟାରଟା ଲିକ୍ୱିଡ ରେ ଷ୍ଟେଟ ରେ ଥାଏ ପରବର୍ତ୍ତୀ କ୍ୱେଶ୍ଚନ ଅଛି এটা ଆସିଗଲା ଭୂମିକମ୍ପ ଉପରେ କ୍ୱେଶ୍ଚନ which seismic wave cannot pass through the liquid material ହେଲା ଆମର ଯୋଉ କେଉଁ ଭୂମିକମ୍ପ ତରଙ୍ଗ ତରଳ ପଦାର୍ଥ ମଧ୍ୟ ଦେଇ ଗତି କରିପାରେ ନାହିଁ ହେଲା ଭୂମିକମ୍ପର ତରଙ୍ଗ ତ ରହିଛି ଆମର ତିନି ପ୍ରକାର ଗୋଟେ ହଉଛି ଅପସନ ଭଳିଆ ଦେଇଛି ପି ତରଙ୍ଗ
एस तरंग एल तरंग ना हूँ राइलग वेव्स है। तेणु सठिक उत्तर कौन हम कौ प्रकार भूमिकंपर तरंगटा तल पदार्थ देई गति कर पारे ऑप्शन नंबर बी जेटा कि एस वेव है। एस वेव टा मन रखते कौन ना सी तल देई गति कर पारे। देखिए तीनटा वेव विषय कौन देछि एस वेव शेयर द वेव्स दैट ओनली प्रोपागेट थ्रू द सॉलिड है। एस जेहेतु मन के शॉर्टकट कौन एस वेव तेणु सी का भितर देई जीवो सॉलिड भितर देई जीवो their disappearance in the outer core proves it is liquid है जेहेतु आउटर बेले बेले क्वेश्चन पचारि देबो जे हमर आउटर कोर भितरे कोन प्रकार वेवटा जाई परिबो टिका डिस्कशन करथिले आउटर कोर कोन थाय ना लिक्विड स्टेट रे थाय तेनो सेत पे एस वेवटा सेटिक जाई परिबो सेटा कहला जे आउटर कोर भितर को हमर एस वेवटा जाई परिबो कारण जेहेतु सेटा लिक्विड स्टेट रे अछि हला। नेक्स्ट होला कोन पी वेवटा केमति जाई कॉम्प्रिहेंशियल वेव कैन ट्रैवल थ्रू सॉलिड लिक्विड एंड गैस हला। पी वेवटा एमति गोटे वेव सी कोन हो ना तीनटा दे जाई परिबो बोथ सॉलिड प्लस लिक्विड प्लस गैस हला तीनटा वेव माने तीनटा स्टेट रे सी जाई परिबो मन के पी वेव टा पूरा तीनटा सॉलिड लिक्विड गैस भीतर जाई परिबो किंतु एस टा जेतु एस अछि तेनो सॉलिड भीतर जाई परिबो लिक्विड दे जाई परिबोनी। तापर रहला एल वेव्स की मध्ये अन्य नाम कोन ना राइलक्स वेव्स हला। राइलक्स वेव्स अन्य नाम भी पचारि पारे जे एल वेव होबो सरफेस वेव्स दैट ट्रैवल ओनली अलोंग अर्थ सरफेस हला। तेन ऊपर हमें जो अर्थ भूमिकंप रे ऊपर जो देखु हम सेटा कोन प्रकार जदी क्वेश्चन पचारे जे हमें जो ऊपर छिडा हिच जने देखु भूमिकंप होउची तले से कोन प्रकार तरंग देखुची ना होची एल वेव हला। सरफेस वेव जो पृथ्वी ऊपर जो हमरो जणा पड़े हमकु जे भूमिकंप होउची बोले सेटा कोन प्रकार वेव ना एल वेव हला। आउ डाउट रहिबोनी पी एल आउ एस भितरे एल वेव रो अन्य नाम भी कोन राइलग वेव्स। बस नेक्स्ट क्वेश्चन आसले कोन व्हाट इज द एप्रोक्सीमेट रेडियस ऑफ द अर्थ हला पृथ्वी रो आनुमानिक व्यासार्ध केते हला। तेनो पूरा स्टैटिक जीके रो क्वेश्चन आसले ऑप्शन कोन देई 3400 किलोमीटर 5100 किलोमीटर 6371 किलोमीटर ना होची 8500 किलोमीटर हम पृथ्वी रो एप्रोक्सीमेट रेडियस टा केते हेबो ऑप्शन नंबर सी 6371 किलोमीटर हला। हमर 6371 होची मेन मीन रेडियस ऑफ अर्थ सेंटर टू इट्स सरफेस तापर 3400 होची कोन ना रेडियस ऑफ द कोर एलोन माने हमर जो पृथ्वी रो रहिला फास्ट हमरो क्रस्ट मांटल कोर भीतर जो रहिला कोरटा सेही कोर रो हम डिस्टेंस केते ना 3400 किलोमीटर। तापरे जो हमर कहला 5100 किलोमीटर होची डेप्थ वेयर द इनर कोर बिगिन हला। 5100 किलोमीटर भितरे हमर इनर कोरटा आरंभ होची माने कोर टोटल आरंभ होची केते 5000 जदी भितर को हम जिबे माने 5100 किलोमीटर रे हमर कोरटा आरंभ होइजबो। 8500 किलोमीटर होची एक्सीड्स द टोटल रेडियस ऑफ अर्थ ला टोटल रेडियस अर्थ हमर केते एक्सपांड हिची ना 8500 किलोमीटर ता भितरु मीन रेडियस जदी हम धरिबा अर्थ रो सेंटर पाखरु यार सरफेस पर्यंत तले हबो 6371 किलोमीटर। जदी पचार दो आपण जे अर्थ रो रेडियस टा हमर टोटल रेडियस केते माने टोटल कोर पाखरु ऊपर जति पर्यंत हमर कोन अछि एटमॉस्फियर अछि तने हिजबे केते ना 8500 किलोमीटर हला। मन रहबो परवर्ती क्वेश्चन कोन देखिया व्हिच इज द मोस्ट एबंडेंट एलिमेंट इन द अर्थ क्रस्ट बाय वेट हला। ओजन अनुसार पृथ्वी रे भूतक रे सबठार प्रचुर परिमाण रे मिलुथिया मौलिकटा कोनटा हला। बहुत बढ़िया क्वेश्चन टा इंपोर्टेंट क्वेश्चन टा जे हम जदी हमर ओजन अनुसार देखिबा ताले सबठारु प्रचुर परिमाण मिलुची कोन एलिमेंट टा ऑप्शन कोन देछि लौह मिलुची अम्लजान मिलुची सिलिकॉन मिलुची एल्युमिनियम मिलुची हला। सठी उत्तर कोन हबो ऑप्शन नंबर बी अम्लजान। अम्लजान सबटु अधिक हमर कोन अछि ना अर्थ रे ओजन अनुसार मिलुची। ऑक्सीजन कंप्रोमाइज अराउंड 46.6% क्रस्ट मास जो ऊपर क्रस्ट होइला तारो जदी मास हम देखिबा तार केते 46.6% केवल कोन अछि ऑक्सीजन अछि। सिलिका जदी देखिबा सेकंड मोस्ट अछि जेमति कि सेकंड मोस्ट एबंडेंट एलिमेंट जेमति कि 27.7% पाखा पाखि अछि सेकंड स्टेज रो अछि। तापर नेक्स्ट जदी आसी एल्युमिनियम मोस्ट एबंडेंट मेटल केते अछि क्रस्ट ऊपर एटा टोटल हम अर्थ सरफेस ऊपर कहउछु तेने सरफेस ऊपर एटा हिसाब होउछि हला। तेना हमर ता नेक्स्ट आसीबो कोन एल्युमिनियम जेमति कि 8.1% होछि। नेक्स्ट आसीबो आयरन आयरन मोस्ट एबंडेंट एलिमेंट इन द एंटायर अर्थ बट फोर्थ इन द क्रस्ट जदी हम कहबा एंटायर अर्थ रे टोटल सबु अधिक अछि केते ना आयरन अछि किंतु जदी क्रस्ट कथा कहबा बा हमर प्रथम स्तर जोंडा रहला पृथ्वी रो ता कथा कहबा ताले से 4 नंबर स्टेज रे आसुची। तो मन रखियो ऑक्सीजन अछि फर्स्ट तापर सिलिकॉन तापर एल्युमिनियम तापर आयरन हमर ऑक्सीजन अछि 46% सिलिका आसीबो 27.7% एल्युमिनियम आसीबो 8.1% केवल क्रस्ट कथा कहला। परवर्ती प्रश्न देखिए कोन देछि अर्थ कोर इज आल्सो नोन बाय व्हिच ऑफ द फॉलोइंग नेम्स पृथ्वी रो कोर को निम्नलिखित मध्यरु कोन नाम रे जणा जाय हला कोर टा कोन नाम रे जणा जाय लिथ होछि लिथोस्फियर बा हमर ऑस्मोमंडल को छै ना मेसोस्फियर ना होछि बारिस्फियर जेटा कि हमर बेरिस्फियर को छै आ होछि हाइड्रोस्फियर बा बारिमंडल को छै। त हमें जो कोर टा को बा जो हमर अर्थ रो कोर टा को हमें कोन बोली मानि थाउ छोटो उत्तर हो ऑप्शन नंबर सी बारिस्फियर हला। आस्थनोस्फियर तळे रहला जो मांटल पाखरे हला किंतु बारिस्फियर टा रहला कोंडी ना कोर भीतर हला। बारिस्फियर रेफर्स टू द हेवी डेंस कोर लेयर कंपेयर टू निफे निफे तुलना रे कोन अछि टू को जो हमर बारिस्फियर टा कोन अछि डेंस अछि बा बहलिया अछि। लिथोस्फियर काहा को कहबा लिथोस्फियर होछि कोन
ନା ହଉଛି ସଲିଡ୍ କ୍ରଷ୍ଟ ଏଣ୍ଡ ଟପ୍ ମୋଷ୍ଟ ରିଜିଡ୍ ମେଣ୍ଟାଲ ହେଲା। ମେଣ୍ଟାଲ ଉପରକୁ କ୍ରଷ୍ଟ ଅଛି, ତେଣୁ ମେଣ୍ଟାଲ ପୁରା ଉପରେ କଣ ଥାଏ ନା ଲିଥୋସ୍ଫିୟର ଥାଏ ହେଲା। ତା ଉପରକୁ ଆୟନୋସ୍ଫିୟର ଥାଏ। ସରି କଣ ପଢିଥିଲେ ନା ଆସ୍ଥେନୋସ୍ଫିୟର ହେଲା। ମେସୋସ୍ଫିୟର ହଉଛି କଣ ଡିପ୍ ରିଜିଡ୍ ମେଣ୍ଟାଲ ବିନିଥ୍ ଦ ଆସ୍ଥେନୋସ୍ଫିୟର। ଆସ୍ଥେନୋସ୍ଫିୟର ତଳକୁ ଆସିଲା ମେଜୋସ୍ଫିୟର ହେଲା, ତା ତଳକୁ ଆସିବ ଲିଥୋସ୍ଫିୟର। ତାପରେ ହାଇଡ୍ରୋସ୍ଫିୟର ହଉଛି କଣ ଲିକ୍ୱିଡ ୱାଟର କମ୍ପୋନେଣ୍ଟ। ହାଇଡ୍ରୋସ୍ଫିୟର ତ କଣ ଆମର ଯୋଉ ପାଣି ଗୁଡାକ ରହିଲା ତାକୁ କଣ କୁହାଯାଏ ନା ବାରିମଣ୍ଡଳ କୁହାଯାଏ, ହାଇଡ୍ରୋସ୍ଫିୟର କୁହାଯାଏ। ତ ମନେ ରହିଲା ବାରିସ୍ଫିୟର ଯୋଉ ବେରିସ୍ଫିୟର କୋଉଠି ଥାଏ ନା ଆମର ଯୋଉ କଣ ନା ଆର୍ଥ କୋର ପାଖରେ ଥାଏ। ତା ଉପରକୁ ଆସିବ କଣ ଲିଥୋସ୍ଫିୟର, ତା ଉପରକୁ ମେଜୋସ୍ଫିୟର, ତା ଉପରକୁ ଆସ୍ଥେନୋସ୍ଫିୟର ହେଲା। ହାଇଡ୍ରୋସ୍ଫିୟର ତ ପାଣିକୁ ନେଇକି ଗଠିତ ହେଇଥାଏ। ପରବର୍ତ୍ତୀ କ୍ୱେଶ୍ଚନ ଦେଖିବା କଣ ଅଛି, ହ୍ୱାଟ ଇଜ ଦ ଆକ୍ଚୁଆଲ ସେପ୍ ଅଫ ଦ ଆର୍ଥ। ପୃଥିବୀର ପ୍ରକୃତ ଆକାର କେମିତିଆ? ସମ୍ପୂର୍ଣ୍ଣ ଗୋଲାକାର, ଆଉ ହଉଛି କମଳା ଲେମ୍ବୁ ସଦୃଶ ଯାଇକି ଆମର ଜିଓଇଡ କୁହାଯାଏ, ନା ଓଭାଲ ବା ଅଣ୍ଡାକୃତି ହେଇଥାଏ, ନା ହଉଛି ଚେପ୍ଟା ଥାଳି ସଦୃଶ ବା ଫ୍ଲାଟ ଡିସ୍କ ଟାଇପ ର ଥାଏ ଆମ ପୃଥିବୀଟା। ସଠିକ ଉତ୍ତର କଣ ହବ ନା ହଉଛି ଜିଓଇଡ ବା ଆମର କଣ ଯୋଉ କମଳା ଲେମ୍ବୁ ସଦୃଶ ହେଇଥାଏ। ଅବଲେଟ ସେପ୍ଟ ବି ସ୍ପିୟରେଡ ବୋଲି କୁହାଯାଏ ବା ଜିଓଇଡ ବୋଲି କୁହାଯାଏ। ଜିଓଟା କେମିତି ନା ଆମର ଯୋଉ ଇକ୍ୱେଟର ଅଫ ଫ୍ଲାଟେଣ୍ଡ ଇନ ଦ ପୋଲ ଡ୍ୟୁ ଟୁ ଦ ଆମର ପୃଥିବୀରେ କଣ ଉପରଟା ଯୋଉ ଆମର ପୋଲ ଗୁଡାକ ସେଟା ଟିକେ ଚେପ୍ଟା ଥାଏ, ଆଉ ଏଠି କଣ ଟିକେ ଅଧିକା ଥାଏ ଇକ୍ୱେଟର ସାଇଡ ମାନେ ଇକ୍ୱେଟର ଜାଗାରେ। ଆଉ ପରଫେକ୍ଟ ସ୍କ୍ୱାର ତ ନୁହେଁ, ମେଥମେଟିକାଲି ଜୋମେଟ୍ରିକାଲ ନୁହେଁ, ସେଟା ସବୁ ଦେଇଛି ଓଭାଲ ହଉଛି ସେମିତି ଜୋମେଟ୍ରିକାଲ ଗୋଟେ ଇଏ ଭଳିଆ ହେଲା। ତେଣୁ ମନେ ରଖିବା ଆମର ଆର୍ଥ ଟା କେମିତି ଯଦି କ୍ୱେଶ୍ଚନ ପଚାରେ କମଳା ଲେମ୍ବୁ ପରି ବା କଣ ଜିଓଏଡ ବା ଅବଲେଟ ସ୍ପ୍ରେଡ ବୋଲି କୁହାଯାଏ। ପରବର୍ତ୍ତୀ କ୍ୱେଶ୍ଚନ ଅଛି ଦ ଡିସକଣ୍ଟିନ୍ୟୁଟି ବିଟୱିନ୍ ଦ ଅପର କ୍ରଷ୍ଟ ଏଣ୍ଡ ଦ ଲୋୟର କ୍ରଷ୍ଟ ହେଲା। ସେଇ କ୍ୱେଶ୍ଚନଟା ଦେଲା ଯେ ଆମର ଅପର କ୍ରଷ୍ଟ ଆଉ ଯୋଉ ଲୋୟର କ୍ରଷ୍ଟ ଭିତରେ ଯୋଉ ଡିସକଣ୍ଟିନ୍ୟୁଟି ତାକୁ କଣ କହିବା? କର୍ଣ୍ଣର ଡିସକଣ୍ଟିନ୍ୟୁଟି, ନା ହଉଛି ରାପିଡ କଣ ଡିସକଣ୍ଟିନ୍ୟୁଟି, ନା ହଉଛି ମୋହ ଡିସକଣ୍ଟିନ୍ୟୁଟି, ନା ହଉଛି ଗୁଟେନବର୍ଗ ଡିସକଣ୍ଟିନ୍ୟୁଟି। ତେଣୁ ଏଟା ତ ସୁବିଧା ହେଇଛି, ଆଗରୁ ଡିସକସନ ହେଇଛି କଣ ହବ କର୍ଣ୍ଣର ବିଚ୍ଛିନ୍ନତା। ଆଉ ତ ଏଗୁରା ସବୁ ଆପଣଙ୍କୁ କହିଛି ଆମର ମୋହଟା ହଉଛି କଣ ଫାଷ୍ଟ କ୍ରଷ୍ଟ ଆଉ ମେଣ୍ଟାଲ ଭିତରେ, ତା ତଳକୁ ଆସିବ ମେଣ୍ଟାଲ ଆଉ କୋର ଭିତରେ ହଉଛି ଗୁଟେନବର୍ଗ, ତାପରେ କର୍ଣ୍ଣର ହଉଛି କଣ ଦିଟା କ୍ରଷ୍ଟ ଭିତରେ, ଆଉ ରେପିଡ ହଉଛି ବାଉଣ୍ଡରୀ ବିଟୱିନ୍ ଦ ଅପର ଏଣ୍ଡ ଲୋୟର ମେଣ୍ଟାଲ ହେଲା। ଦିଟା ମେଣ୍ଟାଲ ଭିତରେ ଏତେ ଜାଣିବା ଦରକାର। ମୁଁ ଚାରିଟା ମନେ ରଖିବେ ଯେ ଫାଷ୍ଟ ହଉଛି ମୋହ, ତାପରେ ହଉଛି ଗୁଟେନବର୍ଗ, ତାପରେ ହଉଛି କର୍ଣ୍ଣର ହେଲା। ଏତିକି ମନେ ରଖିଲେ ବହୁତ ହେଇଯିବ ଆପଣଙ୍କ ସିଟି ପାଇଁ। ପରବର୍ତ୍ତୀ ପ୍ରଶ୍ନ ଅଛି ହୁଇଚ ଲେୟାର ଆକାଉଣ୍ଟସ ଫର ଦ ମ୍ୟାକ୍ସିମମ୍ ଭଲ୍ୟୁମ ଏବାଉଟ 84% ଅଫ ଦ ଆର୍ଥ। ପୃଥିବୀର କେଉଁ ସ୍ତରଟି ସର୍ବାଧିକ ଆୟତନ 84% ଗ୍ରହଣ କରିଥାଏ? ଭୂତ୍ୱକ, ମେଣ୍ଟାଲ, କୋର ଆଉ ଯୋଉ ଅଶ୍ମମଣ୍ଡଳ। କୋଉ ଲେୟାର ଟା ସବୁଠୁ ଅଧିକା 84% ଡିସ୍କସନ କରିଦେଇଛି, କଣ ହବ ନା ମେଣ୍ଟାଲ ହବ ହେଲା। ମେଣ୍ଟାଲ ଟା ଟୋଟାଲ ଆମର କେତେ ନା 84% ଜାଗା କରୁଛି, କିନ୍ତୁ ମାସ ଅନୁସାରେ ଯଦି ଆମେ ଦେଖିବା ତାହେଲେ ବା ଓଜନ ଅନୁସାରେ ଯଦି ଦେଖିବା ତାହେଲେ 67 ଟୋଟାଲ ଆମର ଆର୍ଥର 67% କେବଳ ଅଛି ମେଣ୍ଟାଲ। ଆଉ ଯଦି କ୍ରଷ୍ଟ କଥା କହିବା ଲେସ୍ ଦେନ୍ 1% ଅଛି। କ ଯଦି କଥା କହିବା ତାହେଲେ 15 ରୁ 16% ଆର୍ଥ ଟୋଟାଲ ଭଲ୍ୟୁମ ରହିଛି। ଆଉ ଲିଥୋସ୍ଫିୟର ତ କଣ ଆକ୍ଚୁଆଲ ଜୋନ୍ କମ୍ବାଇନିଂ କ୍ରଷ୍ଟ ଆଉ ଅପର ମେଣ୍ଟାଲ କ୍ରଷ୍ଟ କୁହାଯାଏ ଲିଥୋସ୍ଫିୟର। ଆଉ ଏଟା ଡିସ୍କସନ କରିଯାଇଛି, ଆଉ କହିବାନି। ପରବର୍ତ୍ତୀ କ୍ୱେଶ୍ଚନ କୁ ଯିବା। ପରବର୍ତ୍ତୀ କ୍ୱେଶ୍ଚନ କଣ ଦେଇଛି ଦ ଓସେନିକ କ୍ରଷ୍ଟ ଇଜ ଦ ଥିନର ଏଣ୍ଡ କମ୍ପୋଜ୍ଡ ଅଫ ହୁଇଚ ଡୋମିନାଣ୍ଟ ରକ୍ ହେଲା। ସାଗରୀୟ ଭୂତ ଯୋଉଟା କି ଓସେନିକ କ୍ରଷ୍ଟ କୁହାଯାଏ, ଅପେକ୍ଷାକୃତ ପତଳା ଥାଏ ଆଉ କମ ପ୍ରମିକ ଶିଳା ଦ୍ୱାରା ତିଆରି ହେଇଥାଏ। ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଟା ହେଲା। ଅପସନ କଣ ଦେଇଛି ଗ୍ରାନାଇଟ ରୁ ତିଆରି ହେଇଥାଏ, ନା ହଉଛି ବାସଲେଟ ବା କୃଷ୍ଣ ପ୍ରସ୍ତରରୁ ତିଆରି ହେଇଥାଏ, ନା ବାଲୁକା ପଥରରୁ ବା ସେଣ୍ଡଷ୍ଟୋନ ତିଆରି ହେଇଥାଏ, ନା ହଉଛି ମାର୍ବଲ ତିଆରି ହେଇଥାଏ ହେଲା। ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଯେ ଆମର ଓସେନିକ କ୍ରଷ୍ଟ ଯୋଉଟା ଥାଏ ସେଟା କୋଉଥିରୁ ତିଆରି ହବ? ଅପସନ ନମ୍ବର ବି ଯୋଉଟା କି ବାସଲେଟ ରୁ ତିଆରି ହେଇଥାଏ। ବାସଲେଟ ବିଷୟରେ ଦେଖିବା, ବାସଲେଟ ହଉଛି ଗୋଟେ ଡାର୍କ ଡେନ୍ସ ଭଲକାନିକ ରକ୍ ରୁ ତିଆରି, ଫର୍ମିଂ ଦ ଓସେନିକ କ୍ରଷ୍ଟ ବା ସୀମା ହେଲା। ଓସେନିକ ଟା ଟିକେ ଆମେ ପଢିଥିଲେ ସିଆଲ ହଉଛି କଣ ଆମର କଣ୍ଟିନେଣ୍ଟ, ଆଉ ଓସେନିକ କଥା କହିଲେ ସିଆଲ ହବ। ଗ୍ରାନାଇଟ ହଉଛି କଣ? ଗ୍ରାନାଇଟ ହଉଛି ଲାଇଟ କଲର ର, ମନେ ରଖିଥିବେ ଯଦି କଲର ପଚାରେ ବାସିଲ ହଉଛି ଡାର୍କ କଲର ର, ଗ୍ରାନାଇଟ ହଉଛି ଲାଇଟ କଲର ର। ଆଉ ଇଏ କଣ କରିଥାଏ ନା ସିଆଲ ରୁ ତିଆରି, ଯେଟା କି ଆମର କଣ କଣ୍ଟିନେଣ୍ଟାଲ ବୋଲି କହିଥାଉ। ଆଉ ସ୍ୟାଣ୍ଡଷ୍ଟୋନ ହଉଛି ଗୋଟେ କଣ ସେଡିମେଣ୍ଟାରୀ ରକ୍ ହେଲା, ଏଟା ରକ୍ ରେ ପଡିବା। ଆଉ ମାର୍ବଲ ହଉଛି କଣ ଗୋଟେ ମେଟାମର୍ଫିକ ରକ୍ ହେଲା। ମନେ ରଖିବେ ସ୍ୟାଣ୍ଡଷ୍ଟୋନ ହଉଛି କଣ ସେଡିମେଣ୍ଟାରୀ ରକ୍, ଆମର ଚେଞ୍ଜେସ ହେଇକି ତିଆରି ହୁଏ। ମେଟାମର୍ଫିକ ହଉଛି କଣ ଚେଞ୍ଜ ହେଇକି ତିଆରି ହୁଏ। ସେଡିମେଣ୍ଟାରୀ ହଉଛି କଣ ଲେୟାର ଲେୟାର ହେଇକି ତିଆରି ହେଇଥାଏ କଣ ସ୍ୟାଣ୍ଡଷ୍ଟୋନ ଟା। ତେଣୁ ସ୍ୟାଣ୍ଡଷ୍ଟୋନ ଟା ବେଳେ ବେଳେ ଆପଣ ଦେଖିଥିବେ ଯେ ସେ ତାକୁ ଆମର ସବୁ ମନ୍ଦିର ଫନ୍ଦିର ତିଆରିରେ ବ୍ୟବହାର କରାଯାଇଥାଏ ହେଲା। ତେଣୁ ଏଟା ଲେୟାର ଲେୟାର ଆକାରରେ ଯଦି ତିଆରି ହେଇଥିବ ତାହେଲେ ତାକୁ ତିଆରି ମାନେ କଣ ତିଆରି ବିଭିନ୍ନ କାରୁକାର୍ଯ୍ୟ କରିବା ପାଇଁ ସୁବିଧାରେ ହେଇପାରିଥିବ ହେଲା। ପରବର୍ତ୍ତୀ ପ୍ରଶ୍ନ ଅଛି କଣ ଦେଖିବା, ଆର୍ଥସ୍ ମ୍ୟାଗ୍ନେଟିକ ଫିଲ୍ଡ ଇଜ ଜେନେରେଟେଡ ଡ୍ୟୁ ଟୁ ଦ କନଭେକ୍ସନ କରେଣ୍ଟ ଇନ ଦ ହୁଇଚ ଲେୟାର। ବା ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଯୋଉ ଅଛି କୋଉ ସ୍ତରର ପରିଚାଳନା ସ୍ରୋତ ଯୋଗୁଁ ସୃଷ୍ଟି ହେଇଥାଏ ହେଲା। ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଯେ ଆମେ ଚୁମ୍ବକୀୟ କ୍ଷେତ୍ର ବା ଗ୍ରାଭିଟେସନାଲ ଫୋର୍ସ ଯୋଉ ଆମେ କହୁଛୁ ପୃଥିବୀରେ ଅଛି, ସେଟା କୋଉ ସ୍ତର ପାଇଁ ଅଛି? ଅପସନ କଣ ଦେଇଛି ଅନ୍ତକର ପାଇଁ, ବାହ୍ୟ କର ପାଇଁ, ଆସ୍ତନୋସ୍ଫିୟର ପାଇଁ, ନା ଅଶ୍ମମଣ୍ଡଳ ପାଇଁ ହେଲା। ସଠିକ ଉତ୍ତର କଣ ବି ଏହାର ନା ଆଉଟର କର ହେଲା। ଯେହେତୁ ବାହ୍ୟ କରରେ କଣ ଲିକ୍ୱିଡ ଷ୍ଟେଟ ର ଥିଲା କହିଥିଲି, ଇନର ସ୍କୋର ଟା ସଲିଡ ରେ ଅଛି, ଆଉ ଆଉଟର ସ୍କୋର ଟା କଣ ଆମର ଲିକ୍ୱିଡ ରେ ଅଛି। ତେଣୁ ସେଇ ପାଇଁ ଆମର କଣ ହେଇଥାଏ ନା ଆମର ଗ୍ରାଭିଟି ଥାଏ। ସେଟା ଦେଲା ଆଉଟର କୋର ଲିକ୍ୱିଡ ଆଇରନ ମୁଭମେଣ୍ଟ, ତେଣୁ ସେଠି ଯେହେତୁ ଆଇରନ ଅଛି, ଆଇରନ ମୁଭମେଣ୍ଟ ଯୋଗୁ କଣ ହଉଛି ଇଲେକ୍ଟ୍ରିକ କରେଣ୍ଟ ଯେଟା କଣ କୁହାଯାଏ ଜିଓ ଡାଇନାମିକ ଇଫେକ୍ଟ ଯୋଗୁ ଆମର କଣ ଗ୍ରାଭିଟି ତିଆରି ହଉଛି। ନା ସେଇଟା ପାଇଁ ଆମର କଣ ହଉଛି ନା ଆମର ଗ୍ରାଭିଟେସନାଲ ଫୋର୍ସ ଟା ହଉଛି ହେଲା। ବୁଝିପାରିଲେ? ପରବର୍ତ୍ତୀ କ୍ୱେଶ୍ଚନ କୁ ଯିବା। What is the boundary between the mental and the outer core?
କଲ୍ଡ। ମାଣ୍ଟାଲ ଆଉ ଯୋଉ ବାହ୍ୟ କର ମଧ୍ୟରେ ଥିବା ସୀମାକୁ ଆମେ କଣ କହିବା? ସେଇ ଆମର ଡିସକଣ୍ଟିନ୍ୟୁ ଥିଲା ଗୁଟେନବର୍ଗ ହବ ନା ମୋହନ ମାର୍ଭିକ ହବ, ମୋହ ଯୋଉଟା କୁହାଯାଏ ନା ହଉଛି କର୍ନାଡ ହବ ନା ରେପିଟି ହବ, এটা ଡିସକସନ କରାଯାଇଛି। ତେଣୁ ସଠିକ ଉତ୍ତରଟି କଣ ହବ ନା ହଉଛି ଗୁଟେନବର୍ଗ ବିଚ୍ଛିନ୍ନତା ବୋଲି କୁହାଯାଏ। ଗୁଟେନବର୍ଗଟା କେତେ ନା 2000 କିଲୋମିଟର ଡେପ୍ଥ ଭିତରେ ଥାଏ, ବାଉଣ୍ଡରୀ କୋର ଆଉ ମାଣ୍ଟାଲ ଭିତରେ ଥାଏ। ପରବର୍ତ୍ତୀ ପ୍ରଶ୍ନ ଅଛି କଣ, ଲିଥୋସ୍ଫିୟର ଇନକ୍ଲୁଡ ହୁଇଚ ପାର୍ଟ ଅଫ ଦ ଇଣ୍ଟରନାଲ ଆର୍ଥ ଷ୍ଟ୍ରକ୍ଚର ବା ଅଶ୍ମମଣ୍ଡଳ ଯୋଉଟା ରହିଛି ଲିଥୋସ୍ଫିୟର ମଧ୍ୟରେ ପୃଥିବୀର କୋଉ ଅଂଶ ଅନ୍ତର୍ଭୁକ୍ତ? ଅପସନ କଣ ଦେଇଛି? କେବଳ ଭୂତକୁ ନେଇ ତିଆରି ହେଇଥାଏ, ଭୂତକ ଏବଂ ଉପରିସ୍ଥ ଦୃଢ ମାଣ୍ଟାଲକୁ ନେଇ ହେଇଥାଏ, ନା ହଉଛି ମାଣ୍ଟାଲ ଏବଂ କୋରକୁ ନେଇ ହେଇଥାଏ, ନା ହଉଛି ଭୂତକ ଏବଂ ଆସ୍ଥେନୋସ୍ଫିୟରକୁ ତିଆରି ହେଇଥାଏ। ଲିଥୋସ୍ଫିୟର ତ କହିଦେଇଛି କଣ ହବ ନା କ୍ରଷ୍ଟ ଆଉ ଉପର ରିଜିଡ ମାଣ୍ଟାଲଟା ହେଲା, ତାରି ଭିତରେ ଆସ୍ଥେନୋସ୍ଫିୟରଟା ଯୋଉ ଲିଥୋସ୍ଫିୟରଟା ବା ଅଶ୍ମମଣ୍ଡଳଟା ତିଆରି ହେଇଥାଏ ହେଲା। ସେଟା ବାରବାର ପଢିବାନି। ନେକ୍ସଟ ଯିବା କଣ ଅଛି, ହ୍ୱାଟ ଇଜ ଦ ଏଭରେଜ ଡେନସିଟି ଅଫ ଆର୍ଥ ଏଣ୍ଟାୟାର ଆର୍ଥ ହେଲା, ସମଗ୍ର ପୃଥିବୀର ହାରାହାରି ସାନ୍ଦ୍ରତା କେତେ? ଡେନସିଟି ପଚାରିଛି ଆର୍ଥର କେତେ ହେବ? 2.7 ଗ୍ରାମ ପର ଘନ ସେଣ୍ଟିମିଟର, 3.3 ଗ୍ରାମ ପର ସେଣ୍ଟିମିଟର କ୍ୟୁ, 5.5 ଗ୍ରାମ ପର ସେଣ୍ଟିମିଟର କ୍ୟୁ ନା 11.0 ଗ୍ରାମ ପର ସେଣ୍ଟିମିଟର କ୍ୟୁ ହେଲା। ତେଣୁ ଆମର ଯୋଉ ପୃଥିବୀର ଟୋଟାଲ ଆର୍ଥର ଡେନସିଟି କେତେ ହେବ ନା ଅପସନ ନମ୍ବର ସି 5.5 ଗ୍ରାମ ପର ସେଣ୍ଟିମିଟର କ୍ୟୁ ହେଲା। 5.5 ଟା ହଉଛି ଯେହେତୁ ଆମର ପୃଥିବୀର ଆମର କଣ ଏଭରେଜ ଡେନସିଟି, ତେଣୁ ମେକିଂ ଦ ଡେନସିଟି ପ୍ଲାଣ୍ଟ ଇନ ଦ ସୋଲାର ସିଷ୍ଟମ। ତେଣୁ ଯଦି କ୍ୱେଶ୍ଚନ ପଚାରେ ଯେ ଆମର ଆମର ଯୋଉ ସୋଲାର ସିଷ୍ଟମ ର ଟୋଟାଲ ଡେନ୍ସ ପ୍ଲାନେଟ ହଉଛି କଣ ନା ହଉଛି ଆର୍ଥ, ଯେଟା କି ଆମର 5.5 ଗ୍ରାମ ପର ସେଣ୍ଟିମିଟର କ୍ୟୁ ଅଛି, କିନ୍ତୁ 2.7 ହଉଛି କାହାର ନା କେବଳ ହଉଛି କଣ୍ଟିନେଣ୍ଟାଲ କ୍ରଷ୍ଟ ର ବା ଆମର ଯୋଉ ମହାଦେଶୀୟ କ୍ରଷ୍ଟ ତାର ହଉଛି ଡେନସିଟି। 3.3 ହଉଛି କଣ ଡେନସିଟି ଅଫ ଅପର ମେଣ୍ଟାଲ, ମେଣ୍ଟାଲ ଯୋଉ ରହିଲେ ତାର ହଉଛି 3.3। 11.0 ହଉଛି କୋର ର ବା ସବୁଠୁ ଡେନ୍ସ ରିଜିଅନ, ଯେଟା କି କୋର କୁହାଯାଏ, ତାର ଡେନସିଟି ହେଲା, ମନେ ରହିବ। ତାପରେ ଯିବା ନେକ୍ସଟ କ୍ୱେଶ୍ଚନ। ନେକ୍ସଟ ଅଛି କଣ, ୱିଦିନ ଦ ଆର୍ଥ କ୍ରଷ୍ଟ ଟେମ୍ପରେଚର ଇଜ ଇନକ୍ରିଜେସ ରଫଲି ଇଟ ହ୍ୱାଟ ରେଟ ୱିଥ ଡେପ୍ଥ ହେଲା। ଭୂତକ ମଧ୍ୟରେ ଯୋଉ ଆମର ଗଭୀରତା ବଢିବା ସହ ତାପମାତ୍ରା ବଢିଥାଏ, ଜାଣିଛନ୍ତି ଭିତରକୁ ଯେତେ ଯିବା ଆମର ଗଭୀରତା ସେତେ ଅଧିକା ବଢିବ ହେଲା। ତାପମାତ୍ରା କୋଉ ହାରରେ ବଢେ? ପ୍ରତି ସେଣ୍ଟିମିଟରରେ ପ୍ରତି 100 ମିଟରରେ 1 ସେଲସିୟସ ର ଟେମ୍ପରେଚର ବଢେ, ନା ପ୍ରତି 32 ମିଟରରେ 1 ସେଲସିୟସ ବଢେ, ନା ଯେ ପ୍ରତି କିଲୋମିଟରରେ 5 ଡିଗ୍ରୀ ସେଲସିୟସ ବଢିଥାଏ, ନା ଯେ ପ୍ରତି 1 ମିଟରରେ 10 ଡିଗ୍ରୀ ସେଲସିୟସ ବଢିଥାଏ ହେଲା। ବହୁତ ବଢିଆ କ୍ୱେଶ୍ଚନ ଟା। ଆମେ ଯେ ତଳକୁ ଯାହା ଯେହେତୁ ଟେମ୍ପରେଚର ବଢୁଛି, ତେଣୁ କେଉଁ ହାରରେ ବଢିଥାଏ? ସଠିକ ଉତ୍ତର ହବ କଣ, ଅପସନ ନମ୍ବର ବି 1 ସେଲସିୟସ ବଢିବ 32 ମିଟର ଭିତରକୁ ଯିବାକୁ ହେଲା। 1 ଡିଗ୍ରୀ ସେଲସିୟସ ପର 32 ମିଟର ହେଲା। ନର୍ମାଲ ଜିଓଥର୍ମାଲ ଯୋଉ ଗ୍ରେଡିଏଣ୍ଟ କୁହାଯାଏ ଅପର ସୋଲ ପାର୍ଟ କ୍ରଷ୍ଟରେ, ସେଭଳିଆ ଯଦି ଆପଣ 32 ମିଟର ଭିତରକୁ ଯିବେ ତାହେଲେ ଆପଣଙ୍କର 1 ଡିଗ୍ରୀ ସେଲସିୟସ ଟେମ୍ପରେଚର ବଢିବ ହେଲା। ମନେ ରଖିଥିବେ 32:1 ବା 1 ସେଲସିୟସ ବଢିବା ପାଇଁ 32 ମିଟର, ମିଟର କିଲୋମିଟର 32 ମିଟର ହେଲା। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଆମର ଅଛି ହୁଇଚ ଲେୟାର କଣ୍ଟେନ୍ସ ଦ ମାଗମା ଚେମ୍ବର ଫ୍ରମ ହୁଇଚ ଲାର୍ଭା ଇରପ୍ଟେଡ ଇନଟୁ ଦ ଭଲକାନିକ ବା ଅଗ୍ନେୟଗିରିରୁ ଲାର୍ଭା ନିର୍ଗତ ହେଉଥିବା ମାଗମା ପ୍ରକୋଷ୍ଠ କେଉଁ ସ୍ତରରେ ଥାଏ ହେଲା। ଟିକେ ଆଗରୁ କହିଥିଲି ଯେ ଆମର ଯେମିତି ପଢିଥିଲେ ଆମେ ଭୂମିକମ୍ପ କଥା, ସେଠି ଏଠି ଥିଲା କଣ ଭଲକାନିକ ଇରପ୍ସନ କଥା ହେଲା। ଯୋଉ ଆଗ୍ନେୟଗିରିରୁ ଲାର୍ଭା ନିର୍ଗତ ସେଟା ମାଗମାର କୋଉ ସ୍ତର ଅନୁସାରେ ବାହାରିଥାଏ? ଅପସନ କଣ ଥିଲା, ଅଶ୍ମମଣ୍ଡଳ, ଆସ୍ତନୋସ୍ଫିୟର, ବାହ୍ୟକର ନା ହଉଛି ଅନ୍ତକର ହେଲା। ସଠିକ ଉତ୍ତର ଏହାର କଣ ହବ ନା ହଉଛି ଆସ୍ତନୋସ୍ଫିୟର ହେଲା। ଆସ୍ତନୋସ୍ଫିୟର ହାଇଲି ଭିସ୍କସ୍ ଆଉ ମେକାନିକାଲି ୱିକ୍ ହେଇଥାଏ, ତେଣୁ ସେଥିପାଇଁ ସେଟା ପାର୍ସିଆଲି ମେଲ୍ଟିଂ ହେଇଯାଏ। ମାଗମା ଯେତେବେଳେ ଆସିବ ସେଇ ଯୋଉ ଆସ୍ତନୋସ୍ଫିୟରଟା ଅଛି ହେଲା, ସେଟା କଣ ହବ ଯେହେତୁ ସେ ମେକାନିକାଲି ୱିକ୍ ମାନେ ସେଠି ପଥର ପଥର ଅଧିକା କଣ ଡେନ୍ସ ନଥାଏ, ତେଣୁ ସେଥିପାଇଁ କଣ ହୁଏ ସେଟା ଫାଟିକି ବାହାରିଯାଏ ଆମର ଲାର୍ଭା ଗୁଡାକ ହେଲା। ସେଟା ରହିଲା। ତାପରେ ଦେଖିବା ନେକ୍ସଟ କ୍ୱେଶ୍ଚନ, which element is most abundant in the entire planet of earth? ସମଗ୍ର ପୃଥିବୀ ଗ୍ରହରେ କେଉଁ ମୌଳିକ ସବୁଠାରୁ ଅଧିକ ପ୍ରଚୁର ପରିମାଣରେ ମିଳିଥାଏ? କ୍ରଷ୍ଟ ଆମେ ପଢିଥିଲୁ ହେଲା। କିଏ ଥିଲା ଆମର ଯୋଉ ସବୁଠୁ ଅଧିକ ଅକ୍ସିଜେନ ଥିଲା, ତାପରେ ଆମର ସିଲିକନ, ଆଲୁମିନିୟମ ସେମିତି ସବୁ ଥିଲା, ଆଇରନ୍ ଥିଲା। କିନ୍ତୁ ଏଠି ପଚାରିଲା ଯେ ଟୋଟାଲ ଆର୍ଥରେ କୋଉଟା ଅଧିକା ରହିଥାଏ? ଅମ୍ଳଜାନ ଥାଏ, ସିଲିକନ ଥାଏ, ଆଇରନ୍ ଥାଏ, ମ୍ୟାଗ୍ନେସିୟମ ଥାଏ ହେଲା। ତେଣୁ ସଠିକ ଉତ୍ତର କଣ ହବ, କୋଉଟା ଅଧିକ ଥାଏ ନା ଆଇରନ୍ ହେଲା। ଆଇରନ୍ ହଉଛି ସବୁଠୁ ଅଧିକା, ଯେମିତି କି ଆଇରନ୍ ମୋଷ୍ଟ ଆବଣ୍ଡେଣ୍ଟ ବାଇ ମାସ୍। ଯଦି ଆମେ ମାସ୍ କ୍ଷେତ୍ରରେ ଦେଖିବା ଟୋଟାଲ 32.1% ଆମର ରହିଛି ଆଇରନ୍। ତାପରେ ନେକ୍ସଟ ଆସିବ ଅକ୍ସିଜେନ, ଯେମିତି କି 30.1% ଅଛି କେବଳ ଅକ୍ସିଜେନ, ଯେଟା କି ଫାଷ୍ଟ ଇନ ଦ କ୍ରଷ୍ଟ କହିଥିଲେ ଅକ୍ସିଜେନ ସବୁଠୁ ଅଧିକା। ତାପରେ ଆସିବ ସିଲିକନ, ଯେମିତି କି 15.1 ଏଣ୍ଟାର ଆର୍ଥରେ ରହିଛି 15.1% ରହିଛି। ତାପରେ ନେକ୍ସଟ ଆସିବ ମ୍ୟାଗ୍ନେସିୟମ, ଯେଟା କି 13.9% ଟୋଟାଲ ରହିଛି। ତେଣୁ ଆର୍ଥରେ ଟୋଟାଲ ଅଧିକ ସବୁଠୁ ରହିଲା କି ନା ଆଇରନ୍ ରହିଲା ମାସ୍ କ୍ଷେତ୍ରରେ ଯଦି ଦେଖିବା। ପରବର୍ତ୍ତୀ ପ୍ରଶ୍ନ ହେଲା ଦ ଲେହେନମାନ ଡିସକଣ୍ଟିନ୍ୟୁଟି ସେପାରେଟ୍ସ ହୁଇଚ୍ ଟୁ ଷ୍ଟ୍ରକ୍ଚର। ଲେହେନମାନ କଥା କହିଲା ଉପର ଆଉ ନିମ୍ନ ମାଣ୍ଟାଲ ଭିତରେ, ନା ଭୂତକ ମାଣ୍ଟାଲ ଭିତରେ, ନା ବାହ୍ୟକର ଆଉ ଅନ୍ତକର ଭିତରେ, ନା ସିଆଲ ଆଉ ସୀମା ଭିତରେ? ସଠିକ ଉତ୍ତର କଣ ହବ ନା ଆଉଟର କୋର ଆଉ ଇନର କୋର ଭିତରେ ଆମର କଣ ହବ ନା ହଉଛି ଲେହେମାନ ଡିସକଣ୍ଟିନ୍ୟୁଟିଟା ହେଲା। ତେଣୁ ସେଟା ସବୁ ପଢିଛେ ଆଉ ଦେଖିବାନି। ପରବର୍ତ୍ତୀ କ୍ୱେଶ୍ଚନ ଦେଖିବା କଣ ଅଛି, what happen to density as we move from the earth surface to the center? ଯଦି ଆମେ ଆମର କଣ ଆର୍ଥ ସରଫେସ ରୁ ପୃଥିବୀ ଭିତରକୁ ଯିବା, ତାହେଲେ ଆମର ଯୋଉ ଡେନସିଟି ଟା କଣ ହବ? ଏହା ହ୍ରାସ ପାଇବ, ଏହା ବୃଦ୍ଧି ପାଇବ, ଏହା ସ୍ଥିର ରହେ, ନା ପ୍ରଥମେ ହ୍ରାସ ପାଇବ ତାପରେ ବୃଦ୍ଧି ପାଇବ? ତେଣୁ ଏଟା ଡେନସିଟି କଥା କହିଲା ବା ଆମେ ଯୋଉ କଣ କୁହନ୍ତି ବହଳତା କଥା କୁହନ୍ତି, ତାହେଲେ କଣ ହବ ନା ଅପସନ ନମ୍ବର ବି, ଯେଟା କି ଇନକ୍ରିଜ ହବ ହେଲା। ଯେହେତୁ ଆମର କଣ ପଡିଥିଲା ଇନର କୋରରେ କେତେ
0 যেଟା କି ସବୁଠୁ ଅଧିକା ହେଲା। ଏଟାର ଆର୍ଥର ହଉଛି କେତେ 5.1 ଥିଲା 5.5 ଥିଲା କିନ୍ତୁ ଆମର ଆଉଟର କୋର ହଉଛି ସବୁଠୁ 11.0 ଅଧିକା ଥିଲା, ତେଣୁ ସେଥିପାଇଁ କଣ ହବ ଆସ୍ତେ ଆସ୍ତେ ବୃଦ୍ଧି ପାଇବ ହେଲା। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଦ ରେପ୍ଟି ଡିସକଣ୍ଟିନ୍ୟୁଟି ଇଜ ଫାଉଣ୍ଡ ବିଟୱିନ୍ ହୁଇଚ ଲେୟାର ହେଲା। ରେପ୍ଟି ଯୋଉ ବିଚ୍ଛିନ୍ନତା ରହିଛି ଏହା କୋଉ ସ୍ତରରେ ମିଳିଥାଏ, ଉପର ଆଉ ନିମ୍ନ ମାଣ୍ଟାଲରେ, ବାହ୍ୟ ଏବଂ ଅନ୍ତଃମୁଖରେ, ଉପରିସ୍ଥ ଏବଂ ନିମ୍ନ ଭୂତ୍ୱକରେ, ନା ହଉଛି ମାଣ୍ଟାଲ ଆଉ କୋର ଭିତରେ ହେଲା। ତେଣୁ ରେପ୍ଟି ଡିସକଣ୍ଟିନ୍ୟୁଟି କୋଉଠି ଥାଏ ନା ଉପର ଆଉ ଲୋୟାର ମାଣ୍ଟାଲ ଭିତରେ ଥାଏ ହେଲା। ମନେ ରଖିଥିବେ ଏଟା କେତେ 660 କିଲୋମିଟର ଡେପ୍ଥ ଭିତରେ ମିଳିଥାଏ ହେଲା। ବେଶୀ ଦେଖନ୍ତି ଏଇଟାକୁ ଟିକେ ଦେଖିଦେଇଥିବେ 3-4ଟା ଏମିତି ଡିସକଣ୍ଟିନ୍ୟୁଟି ସେ ତାରି ଭିତରେ ହିଁ କ୍ୱେଶ୍ଚନ ଆସିବ। ପରବର୍ତ୍ତୀ ପ୍ରଶ୍ନ ଅଛି, ହ୍ୱାଟ ଆର୍ ଦ 3 ଟାଇପ୍ସ ଅଫ ରକ୍ ଫାଉଣ୍ଡ ଇନ ଦ ଆର୍ଥସ୍ ଲିଥୋସ୍ଫିୟର। ପୃଥିବୀର ଅଶ୍ମମଣ୍ଡଳରେ ମିଳୁଥିବା 3 ପ୍ରକାରର ଶିଳା କଣ କଣ? ଯେମିତି କି ଅପସନ କଣ ଦେଇଛି, ସିଆଲ ସୀମା ନାଇଫ, ନା ହଉଛି ଅଗ୍ନେୟ ଅବକ୍ଷିପ୍ତ ରୂପାନ୍ତରିତ, ନା ହଉଛି ଭୂତକ ମାଣ୍ଟାଲ କୋର, ନା ହଉଛି କଠିନ ତରଳ ଗ୍ୟାସିୟ। ଆମର ପୃଥିବୀର ଅଶ୍ମମଣ୍ଡଳରେ ମିଳୁଥିବା 3 ପ୍ରକାର ଶିଳା ହଉଛି କଣ କଣ ନା ଇଗ୍ନାସିୟସ, ସେଡିମେଣ୍ଟାରୀ ଆଉ ମେଟାମର୍ଫିକ ବା ଆଗ୍ନେୟ ଅବକ୍ଷିପ୍ତ ଆଉ ରୂପାନ୍ତରିତ ହେଲା। ଯଦି ଲିଥୋସ୍ଫିୟରରେ କଣ କଥା କହିବା, ଆଗ୍ନେସିୟସ ଯାଇକି ମାଗମା ଥଣ୍ଡା ହେଲା ପରେ ଆମର ଇଗ୍ନାସିୟସ ରୋଗ ଆରମ୍ଭ ହୁଏ। ସେଡିମେଣ୍ଟାରୀ ହଉଛି କଣ କମ୍ପୋଜିସନରେ ତିଆରି ହୁଏ, ଆଉ ହଉଛି ମେଟାମର୍ଫିକ ହଉଛି ହିଟ୍ ଆଉ ପ୍ରେସରରେ ଚେଞ୍ଜ ହେଇକି ତିଆରି ହୁଏ। ସେଡିମେଣ୍ଟାରୀ ହଉଛି କଣ ଥାକ ଥାକ ହେଇକି ତିଆରି ହେଇଥିବ, ମେଟାମର୍ଫିକ ହଉଛି କଣ ପ୍ରେସର ଆଉ ହିଟ୍ ଦ୍ୱାରା ଚେଞ୍ଜ ହେଇକି ଆମ ସେଡିମେଣ୍ଟାରୀ ଆଉ ଇଗ୍ନାସିୟସ କୋଉଠୁ ତିଆରି ହୁଏ ନା ମେଟାମର୍ଫିକରେ ତିଆରି ହେଇଥାଏ ହେଲା। ବୁଝିପାରିଲେ? ପରବର୍ତ୍ତୀ କ୍ୱେଶ୍ଚନ ଦେଖିବା, ଦ ସେଡୋ ରିଜିଅନ of which wave proves the earth has the liquid outer core। କେଉଁ ଭୂକମ୍ପ ତରଙ୍ଗରେ ଛାୟା ଅଞ୍ଚଳ ବା ସେଡୋ ଜୋନ୍ ପ୍ରମାଣ କରେ ଯେ ପୃଥିବୀ ଏକ ତରଳ ବାହ୍ୟ କର ଅଛି ହେଲା। କୋଉ ୱେଭଟା ଆମକୁ ଜଣାଏ? ଅପସନ କଣ ଦେଇଛି, ପି ୱେଭ ଆମକୁ ପ୍ରମାଣ କରେ, ନା ଏସ୍ ୱେଭ, ନା ଏଲ୍ ୱେଭ, ନା ହଉଛି ଶବ୍ଦ ତରଙ୍ଗ ହେଲା। ସଠିକ ଉତ୍ତର କଣ ହବ, ଯେ ଆମ ଭୂକମ୍ପ ବେଳେ କୋଉ ତରଙ୍ଗ ଯୋଗୁଁ ଆମେ ଜାଣିଥାଉ ସେଇଟା ଆମର କଣ ଅଛି ବାହ୍ୟ କରଟାରେ କଣ ଅଛି ତରଳ ଅବସ୍ଥାରେ ଅଛି ବା ସେଡୋ ଜୋନ୍ ଅଛି, ତେଣୁ ସଠିକ ଉତ୍ତର କଣ ଏସ୍ ୱେଭ। ଏସ୍ ୱେଭ କାରଣ ଏସ୍ ୱେଭ ଟା କଣ କହିଥିଲେ ନା ସେ ସଲିଡ ରେ ଯାଏ, ତେଣୁ ଯେହେତୁ ସେଠି କଣ ଯାଇପାରୁନି ଏସ୍ ୱେଭ ଯାଇପାରୁନି ମାନେ କଣ ସେଠି ଲିକ୍ୱିଡ ଷ୍ଟେଟ୍ ଅଛି। ସେଠି ତ କେହି ଆମର ଯାଇପାରିବେନି ଦେଖିବା ପାଇଁ ଯେ ଲିକ୍ୱିଡ ଅଛି କି ସଲିଡ ଅଛି, କିନ୍ତୁ ଆମେ ଏଇ ଅନୁସାରେ ପ୍ରମାଣ ପାଇଲୁ କଣ ଯେହେତୁ ଏସ୍ ୱେଭ ଟା ଯାଇପାରୁନି ସେ ସଲିଡ ଷ୍ଟେଟ ରେ ଯାଏ, ତେଣୁ ସେଥିପାଇଁ ଆଉଟର କୋରରେ କଣ ଅଛି ନା ଆମର ଲିକ୍ୱିଡ ଷ୍ଟେଟ ରେ ଅଛି। Which layer of the earth experiences the highest pressure and the temperature? ପୃଥିବୀର କୋଉ ସ୍ତରରେ ସର୍ବାଧିକ ଚାପ ଏବଂ ତାପମାତ୍ରା ଅନୁଭୂତ ହୋଇଥାଏ? ଅପସନ କଣ ଦେଲା, ଭୂତ୍ୱକ ଭିତରେ, ମାଣ୍ଟାଲ ଭିତରେ, ଅନ୍ତଃକୋରରେ, ନା ହଉଛି ବାହ୍ୟ କୋରରେ ହେଲା। ଆମର ପୃଥିବୀର କୋଉ ସ୍ତରରେ ସର୍ବାଧିକ ଅଧିକା ଚାପ ହଉଥିବ ଆଉ ତାପମାତ୍ରା ଅନୁଭୂତ ହଉଥିବ? ସଠିକ ଉତ୍ତର କଣ ହବ ନା ଇନର କୋର ହେଲା, କାରଣ ଅଧିକା ପ୍ରେସର ସେଠି ଥାଏ। ନିୟରଲି କେତେ 5000 ଡିଗ୍ରୀ ସେଲସିୟସ ସେଠି ଥାଏ, ଆଉ ପ୍ରେସର ତ ସବୁଠୁ ଅଧିକା ଇନର କୋରରେ ଥାଏ ହେଲା। ପରବର୍ତ୍ତୀ କ୍ୱେଶ୍ଚନ ଦେଖିବା, ବେରିସ୍ପିୟର ଇଜ ଜେନେରାଲି କମ୍ପୋଜ୍ଡ ଅଫ ହ୍ୱିଚ୍ ଟୁ ମିନେରାଲ୍ସ। ବାରିସ୍ପିୟର ଯୋଉ ରହିଲା ସେଟା କୋଉ ଦୁଇଟା ଖଣିଜ ପଦାର୍ଥକୁ ନେଇ ଗଠିତ? ଅପସନ କଣ ଦେଲା, ସିଲିକନ ଏବଂ ଆଲୁମିନିୟମକୁ ନେଇକି, ନିକେଲ ଏବଂ ଲୁହା ପଥରକୁ ନେଇକି, ସିଲିକା ଏବଂ ମ୍ୟାଗ୍ନେସିୟମକୁ ନେଇକି, ନା ଲୁହା ଏବଂ ଅମ୍ଳଜାନକୁ ନେଇକି ହେଲା। ତେଣୁ ଆମ ବେରିସ୍ପିୟରଟା କୋଉଥିରେ ତିଆରି? ସଠିକ ଉତ୍ତର ହବ ନିକେଲ ଆଉ ଆଇରନ ବା ନିଫେ ହେଲା। ନିଫେଟା କୋଉଥିରେ ତିଆରି? ବାରିସ୍ପିୟରକୁ ନେଇକି ତିଆରି। ପରବର୍ତ୍ତୀ ପ୍ରଶ୍ନ ଦେଖି କଣ ଅଛି, ହ୍ୱାଟ ଇଜ ଦ ଆପ୍ରୋକ୍ସିମେଟ ଥିକନେସ ଅଫ ଦ କଣ୍ଟିନେଣ୍ଟାଲ କ୍ରଷ୍ଟ ହେଲା। ଯୋଉ କଣ୍ଟିନେଣ୍ଟ ଉପରେ ଯୋଉ ମହାଦେଶୀୟ ଭୂତ୍ୱକ ଉପରେ ମହାଦେଶ ଉପରେ ଯୋଉ ଆମର ଭୂତ୍ୱକଟା ଥାଏ କ୍ରଷ୍ଟଟା ଥାଏ ତାର ଆନୁମାନିକ ମୁଟେଇ କେତେ ପଚାରିଛି? 5 ରୁ 10 କିଲୋମିଟର, 30 ରୁ 50 କିଲୋମିଟର, 100 ରୁ 200 କିଲୋମିଟର, ନା ହଉଛି 2900 କିଲୋମିଟର ହେଲା। କଣ୍ଟିନେଣ୍ଟରେ ଅଲଗା ହବ ଆଉ ଓସନରେ ଅଲଗା ହବ, ତେଣୁ ପୁରା ପଚାରିଲା ଯେ କଣ୍ଟିନେଣ୍ଟ କେତେ ଥାଏ, ତେଣୁ ସଠିକ ଉତ୍ତର କଣ ହବ ନା 30 ରୁ 50 କିଲୋମିଟର। ମାନେ କଣ୍ଟିନେଣ୍ଟ ଉପରେ ବା ଆମର ସ୍ଥଳଭାଗ ଉପରେ ଆମର କ୍ରଷ୍ଟ ଯୋଉ ଥାଏ ସେଟା କେତେ ଥାଏ ନା 30 ରୁ 50 କିଲୋମିଟର ହେଲା। ଆଉ ଓସେନ କ୍ଷେତ୍ରରେ ସେଟା ଦେଇଛି କେତେ ନା 30 ରୁ 50 ହଉଛି ଆମର କଣ୍ଟିନେଣ୍ଟ କ୍ଷେତ୍ରରେ, କିନ୍ତୁ ଯଦି ଓସେନ କଥା କହିବା ତାହେଲେ ତାଠୁ କମ 5 ରୁ 10 କିଲୋମିଟର ହେଲା। ଆଉ ମେଣ୍ଟାଲ ବାଉଣ୍ଡ୍ରି କେତେ ନା 2900 କିଲୋମିଟର ଥାଏ ହେଲା। ମନେ ରହିବ ଓସେନ କ୍ଷେତ୍ରରେ ହଉଛି କମ କେତେ 50 ରୁ 10, ଯଦି ଆମର କଣ କହିବା କଣ୍ଟିନେଣ୍ଟ କଥା କହିବା ତାହେଲେ 30 ରୁ 50 ହେଲା। ଆଉ ମାଉଣ୍ଟେନ କଥା ଯଦି ପଚାରିଥିବ ସେଠି ଏକ୍ସେପସନ ହବ, ଯେହେତୁ ମାଉଣ୍ଟେନ କଣ ପୃଥିବୀର ଯୋଉ ଆମର ଲେୟାର ଠୁ ଉପରକୁ ଅଛି, ତେଣୁ ସେଟା ଏକ୍ସଟ୍ରା ହେଇଯିବ କେତେ 70 କିଲୋମିଟର ହେଇଯିବ ମାଉଣ୍ଟେନ କ୍ଷେତ୍ରରେ। ପରବର୍ତ୍ତୀ କ୍ୱେଶ୍ଚନ ଅଛି, ମିଡ୍ ଓସେନିକ୍ ରିଜିଡ୍ ଏଣ୍ଡ ଟାକ୍ଟୋନିକ୍ ପ୍ଲେଟ୍ ଆର୍ ଷ୍ଟଡିଡ୍ ଅଣ୍ଡର ହ୍ୱିଚ୍ ଥିଓରି ରିଲେଟେଡ୍ ଟୁ ଦ ଆର୍ଥ ଷ୍ଟ୍ରକ୍ଚର ବା ମଧ୍ୟ ସାଗରିକ ଶିଳା ଶ୍ରେଣୀ ଏବଂ ବିବର୍ତ୍ତୀୟ ପ୍ଲେଟ୍ ଗୁଡିକ ପୃଥିବୀ ଗଠନର କୋଉ ତତ୍ତ୍ୱ ଅଧୀନରେ ଅଧ୍ୟୟନ କରାଯାଏ? ଯେମିତି କି ପ୍ଲେଟ୍ ଟାକ୍ଟୋନିକ୍ ଥିଓରି ଭିତରେ, ନା ବିଗ ବ୍ୟାଙ୍ଗ ଥିଓରି ଭିତରେ, ନା ନେବୁଲାର ହାଇପୋଥେସିସ୍ ଭିତରେ, ନା ହଉଛି ଭଲକାନିକ ଇରପ୍ସନ ଥିଓରି ଭିତରେ ହେଲା। କାହା ଭିତରେ ଏଇଟା ସବୁ ପଢାଯାଇଛି? ଯେମିତି କି ଆମର କଣ କହିବା ଯାଉଛି ଟେକ୍ଟୋନିକ୍ ପ୍ଲେଟ୍ ଆଉ ମିଡ୍ ଓସେନିକ୍ ରିଜିଡ୍ ପ୍ଲେଟ୍ ଭିତରେ ପ୍ଲେଟ୍ ଟେକ୍ଟୋନିକ୍ ଥିଓରି ହେଲା। ପ୍ଲେଟ୍ ବିବର୍ତ୍ତନ ତତ୍ତ୍ୱ ଭିତରେ ଆମେ ପଢିଥାଉ। ବିଗ ବ୍ୟାଙ୍ଗ ଥିଓରି କାହା ପାଇଁ ୟୁଜ କରାଯାଏ ନା ଏକ୍ସପ୍ଲେନ୍ ଅରିଜିନ ଅଫ ୟୁନିଭର୍ସ, ଆମର ୟୁନିଭର୍ସ କେମିତି ତିଆରି ହେଇଥିଲା ତା ପାଇଁ ଆମେ ବିଗ ବ୍ୟାଙ୍ଗ ଥିଓରି ପଢିଥାଉ। ନେବୁଲା ହାଇପୋଥେସିସ୍ ହଉଛି କଣ ଅରିଜିନ ଅଫ ଦ ସୋଲାର ସିଷ୍ଟମ, ସୋଲାର ସିଷ୍ଟମଟା କେମିତି ତିଆରି ହେଇଥିଲା ସେଟା ପଢିବା ପାଇଁ ଆମେ କୋଉ ପ୍ରକାର ଥିଓରି ପଢିଥାଉ ନା ହଉଛି ନେବୁଲାର ହାଇପୋଥେସିସ୍ ଆମେ ବ୍ୟବହାର କରିଥାଉ ହେଲା। ପରବର୍ତ୍ତୀ କ୍ୱେଶ୍ଚନ ଆଉ ଲାଷ୍ଟ କ୍ୱେଶ୍ଚନ ଆଜିର ଦେଇଛି କଣ, ଦ ବାଉଣ୍ଡ୍ରି ବିଟୱିନ୍ ଦ ଲୋୟର କୋଷ୍ଟ ଏଣ୍ଡ ଦ ଅପର ମଣ୍ଟାଲ ଇଜ ହେଲା। ସେଇ ଆମର ଭୂତ୍ୱକ ଆଉ ଯୋଉ ଉପରିସ୍ଥ ମଣ୍ଟାଲ ଭିତରେ ସୀମାକୁ କଣ କୁହାଯାଏ? ମେହ କୁହାଯାଏ, ଗୁଟେନବର୍ଗ କୁହାଯାଏ, କନରଡ କୁହାଯାଏ, ନା ହଉଛି ଲେହମାନ ବିଚ୍ଛିନ୍ନତା ବୋଲି କୁହାଯାଏ। ତେଣୁ ସଠିକ ଉତ୍ତର କଣ ହବ ନା ମେହ ଫାର୍ଷ୍ଟ କହିଥିଲି ଆପଣଙ୍କୁ, ମେହଟା ହଉଛି ଫାର୍ଷ୍ଟ, ତାପରେ ଆସିବ କନରଡ ବା ଲେହମାନ ହଉଛି ଲାଷ୍ଟକୁ ଆସିବ ଆଉ।
ତେଣୁ ବହୁତ ବଢ଼ିଆ ବଢ଼ିଆ ସବୁ କ୍ୱେଶ୍ଚନ୍ ଥିଲା। ତେଣୁ ଭିଡ଼ିଓଟି ଆପଣ ଯଦି ଫୁଲ୍ ଦେଖିଛନ୍ତି, ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲା, ଭିଡ଼ିଓଟି ଗୋଟେ ଲାଇକ୍ କରିଦେବେ। ଆଉ ଚ୍ୟାନେଲ୍ ଯଦି ପ୍ରଥମ ଥର ପାଇଁ ଆସନ୍ତି, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଯୋଉ ବେଲ୍ ନୋଟିଫିକେସନଟି ତାକୁ ଅଲରେ ସେଟ୍ କରିଦେବେ। ଯାହାଫଳରେ କି ମୁଁ ଏଇ ଯୋଉ ସିଟି ବା ଡିଏଲ୍ଏଡି ଏଣ୍ଟ୍ରାନ୍ସ ପାଇଁ ଯୋଉ ଭିଡ଼ିଓ ଅପଲୋଡ୍ କରୁଛି ଆପଣଙ୍କ ପାଖରେ ପ୍ରଥମେ ପହଞ୍ଚି ପାରିବ। ତେଣୁ ଆଜି ପାଇଁ ରହୁଛି, ନୂଆ